ହ୍ୟାଲୋ ଏଭ୍ରିୱାନ୍, ମୁଁ ତୁମର ପ୍ରିୟ ତପନ ସାର୍। ଯୁକ୍ତ ଦୁଇର ଆର୍ଟ୍ସ, କମର୍ସ ଏବଂ ସାଇନ୍ସର ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ମୁଁ ପୁଣି ଥରେ ମୋର ୟୁଟ୍ୟୁବ୍ ଚ୍ୟାନେଲ୍ ତପନ ସାର୍ ଇଂଲିଶ ଏକାଡେମୀକୁ ୱେଲକମ୍ କରୁଛି। ଲାଷ୍ଟ କ୍ଲାସ୍ରେ ଆମେ ଡାଫୋଡିଲ୍ସର ଫର୍ଷ୍ଟ ଲେକ୍ଚର ଯେଉଁ ଥିଲା, ଯେଉଁଥିରେ କି ପୋଏମ୍ ଇଣ୍ଟ୍ରୋଡକ୍ସନ୍ ଅଫ୍ ଦ ପୋଏମ୍ ଏବଂ ଯେଉଁ ପୋଏମ୍ର ବ୍ୟାକ୍ଗ୍ରାଉଣ୍ଡ ତାକୁ ଆମେ ଲାଇନ୍ ବାଇ ଲାଇନ୍ ସବୁ ବୁଝିଥିଲୁ। ଏହି କ୍ଲାସ୍ରେ ଆମେ ଯେଉଁ ଟେକ୍ସଟରେ ଯେଉଁ ପାଠ ଅଛି, ଟେକ୍ସଟରେ ଯେଉଁ ସବୁ ଷ୍ଟାଞ୍ଜା ଅଛି, ସେ ସବୁକୁ ଆମେ ଲାଇନ୍ ବାଇ ଲାଇନ୍ ବୁଝିବା। ବାକି ରହିଲା କି ମୁଁ ତୁମକୁ ପୂର୍ବ କ୍ଲାସ୍ରେ ହିଁ କହିଦେଇଥିଲି ଡାଫୋଡିଲ୍ ବିଷୟ କେତେ ଗୁରୁତ୍ୱପୂର୍ଣ୍ଣ ତୁମ ପରୀକ୍ଷା ଦୃଷ୍ଟିକୋଣରୁ। ପରୀକ୍ଷାରେ ଅତି କମ୍ରେ 6ରୁ 8 ମାର୍କ ନିଶ୍ଚିନ୍ତ ଭାବରେ ଆସିବ। ତ ମୁଁ ଆଶା କରିବି ତୁମମାନେ ସମସ୍ତେ ସିରିୟସଲି ମୁଁ ଯାହା କହୁଛି ବୁଝିବାକୁ ଚେଷ୍ଟା କରିବ, ଆଉ ତାକୁ ଖାତାରେ ଲେଖିବ, ଆଉ ନିଶ୍ଚିନ୍ତ ଭାବରେ ପରୀକ୍ଷାରେ ବହୁତ ବଢ଼ିଆ କରିବ। ତ ଅଣ୍ଡରଷ୍ଟାଣ୍ଡ ଇଟ୍ ପ୍ରପରଲି ଆଣ୍ଡ ଡୁ ଏ ବେଟର ସ୍କୋର ଇନ୍ ୟର୍ ଏକ୍ଜାମ୍। ତ ଆଜି ଆମେ ଷ୍ଟାର୍ଟ କରିବା ସେକେଣ୍ଡ ଲେକ୍ଚର ଅଫ୍ ଡାଫୋଡିଲ୍ସ। ଦେଖିବା କ'ଣ ଅଛି। ଦେଖ ପିଲାମାନେ, ଆମେ ତ ଅଲରେଡ଼ି ପ୍ରେଜେଣ୍ଟେସନ୍ ଆଉଟଲାଇନ୍ ଯେଉଁଟା ଅଲରେଡ଼ି ଆମେ ପଢ଼ି ଦେଇଛୁ, କି ନାହିଁ? ଏସବୁ ଆଲୋଚନା କରିଛୁ। ତାପରେ ସେକେଣ୍ଡକୁ ଯିବା। ସେକେଣ୍ଡରେ କ'ଣ ଅଛି? ଲର୍ଣ୍ଣିଂ ଅବଜେକ୍ଟିଭ୍ସ। ଲର୍ଣ୍ଣିଂ ଅବଜେକ୍ଟିଭ୍ସ ସବୁ ଯାହା ଅଛି ତାକୁ ମଧ୍ୟ ଆମେ ଗୋଟେ ଗୋଟେ କରି ବୁଝିଥିଲୁ। ତାପରେ ଦେଖ ଟାଇଟଲ୍ ସ୍ଲାଇଡ୍, ଡାଫୋଡିଲ୍ସ, ନାଇଁ କି ଏସବୁ ଆମେ ପଢ଼ିଥିଲୁ। ଦେଖ ତାପରେ ପୋଏଟ୍ଙ୍କର ଇଣ୍ଟ୍ରୋଡକ୍ସନ୍ ବି ଆମେ ପଢ଼ିଥିଲୁ କି ନାହିଁ ଛୁଆମାନେ? ପଢ଼ିଥିଲୁ। ତାପରେ କ'ଣ ଶିଖିବା? ୱାର୍ମ ଅପ୍ ଦ ବ୍ୟାକଗ୍ରାଉଣ୍ଡ ଅଫ୍ ଦ ପୋଏମ୍ ପଢ଼ିଥିଲୁ। ତାପରେ କ'ଣ ଦେଖିବା ଅଛି? ଇଏ ହେଉଛି ତା ଟେକ୍ସଟ ଷ୍ଟାଞ୍ଜା 1, ଯେଉଁଟାକି ଆଜି ଆମେ ପଢ଼ିବା। ଆଜିର ଲେକ୍ଚର ଆରି ଉପରେ ଅଛି। ଆମେ ସବୁ ଗୋଟେ ଗୋଟେ ଷ୍ଟାଞ୍ଜା ପଢ଼ିବା, ଲାଇନ୍ ବାଇ ଲାଇନ୍ ସବୁ ପଢ଼ିବା ଆଉ ବୁଝିବା। ଆଉ ଏସବୁ ଯେଉଁ ପରୀକ୍ଷା ଲାଗି ଭାରି ଗୁରୁତ୍ୱପୂର୍ଣ୍ଣ, ଯେଉଁ ସବୁ କଥା କହିବି ମୁଁ ତୁମକୁ କହୁଛି 100% ମୁଁ ତୁମକୁ କହୁଛି ସେସବୁ ପରୀକ୍ଷାରେ ନିଶ୍ଚିନ୍ତ ଭାବରେ ଆସିବ। ତୁମେ ଯେତେବେଳେ MCQ କ୍ୱେଶ୍ଚିନ୍ସ କରିବ କିମ୍ବା କମ୍ପ୍ରେନ୍ସନ୍ କ୍ୱେଶ୍ଚିନ୍ସ କରିବ, ତାକୁ ହିଁ ଯେଉଁ ପୋଏମ୍ଟାକୁ ଭଲ ଭାବରେ ମୁଁ ଯାହା ବୁଝେଇବି ବୁଝିଗଲେ ତୁମେ ଇଜିଲି ସବୁ କରିପାରିବ। ଠିକ୍ ଅଛି। ତ ଆମେ ଷ୍ଟାଞ୍ଜା 1କୁ ଯିବା। ଷ୍ଟାଞ୍ଜା 1ରେ କ'ଣ ଅଛି? I wandered lonely as a cloud that floats on high over vales and hills, when all at once I saw a crowd, a host of golden daffodils, beside the lake, beneath the trees, fluttering and dancing in the breeze. এটা হচ্ছে stanza 1। তাহলে বুঝিবা କ'ଣ କହୁଛି actually। ଦେଖ ପିଲାମାନେ, ଏଠି ଯେଉଁ ଅଛି, ଦେଖ ଏଇ ଯେଉଁ ଜିନିଷ ଅଛି, କ'ଣ ଅଛି ଛୁଆମାନେ? ତମେ ଏଇଟା ଭାବୁଥିବ କ'ଣ ଅଛି ନା, ଏଇ ଯେଉଁ ଅଛି I wandered lonely as a cloud, ଅଛି କି ନାହିଁ ଛୁଆମାନେ? I wandered lonely as a cloud. I means who? The poet wandered lonely. Wander মানে move aimlessly মানে aimlessly ঘুরি বুলিবা, লক্ষ্যহীন ভাବରେ ঘুরি বুলিবা। wander মানে লক্ষ্যহীন ভাବରେ ঘুরি বুলিবা।
ତାହେଲେ ପୋଏଟ୍ କ'ଣ ହଉଥିଲେ? ଲକ୍ଷ୍ୟହୀନ ଭାବରେ ଘୁରି ବୁଲୁଥିଲେ। ଲନ୍ଲି ମାନେ ଏକୁଟିଆ। ଏକୁଟିଆ ପୋଏଟ୍ ଲକ୍ଷ୍ୟହୀନ ଭାବରେ ଘୁରି ବୁଲୁଥିଲେ। ଆଜ୍ ଏ କ୍ଲାଉଡ୍, କୋଉ ଭଳିଆ? ନା ଗୋଟେ ବାଦଲ ଭଳିଆ। ଦେଖ ପିକ୍ଚରରେ ଦିଆହେଇଛି ବାଦଲ ଦେଖିପାରୁଛ ଛୁଆମାନେ, ଏଟା ବାଦଲ। ଏଠି ଭାବ ପୋଏଟ୍ ଏଠି ତ ବସିଛନ୍ତି, ବଟ୍ ଏକ୍ଜାକ୍ଟଲି ଘୁରି ବୁଲୁଥିଲେ। ଯାହା ବି ହଉ ପୋଏଟ୍ ଅଛନ୍ତି, ତା ସହିତ ବାଦଲ ଅଛି, ତମେ ଦେଖିପାରୁଥିବ। ତାହେଲେ ପୋଏଟ୍ ଲକ୍ଷ୍ୟହୀନ ଭାବରେ ଘୁରି ବୁଲୁଥିଲେ ଏକୁଟିଆ। କୋଉ ଭଳିଆ? ନା ଗୋଟେ କ୍ଲାଉଡ୍ ଭଳିଆ। ଆଜ୍ ଏ କ୍ଲାଉଡ୍, କ୍ଲାଉଡ୍ ମାନେ ବାଦଲ, ଗୋଟେ ବାଦଲ ଭଳିଆ। that floats on high over vales and hills. that floats ମାନେ ବୁଝିପାରୁଛ that ମାନେ କ'ଣ? କ୍ଲାଉଡ୍। କ୍ଲାଉଡ୍ କ'ଣ କରୁଛି? ନା ଫ୍ଲଟ୍ସ କରୁଛି। ଫ୍ଲଟ୍ ମାନେ କ'ଣ? ଭାସୁଛି। ଭାସୁଛି। କ୍ଲାଉଡ୍ ବାଦଲ ଭାସୁଛି କୋଉଠି? ଅନ୍ ହାଇ। ହାଇ ମାନେ କ'ଣ ଛୁଆମାନେ? ଉପରେ। ଉପରେ କ'ଣ? ଓଭର ଭେଲ୍ସ ଏଣ୍ଡ ହିଲ୍ସ। ଓଭର ଭେଲ୍ସ, ଦେଖ ଏଠି ଭି ନାହିଁ, ତମେ କହୁଥିବ ଓଭର ସାର୍ କେମିତି କହୁଛ? ନା ଆକ୍ଚୁଆଲି ପୋଏମରେ ନା ସେମିତି ଲେଖିପାରିବା। ଭି ଟାକୁ ଅମିଟ୍ କରିକି ଆମେ ଆପୋଷ୍ଟ୍ରୋଫି କି କୌଣସି ଲେଟରକୁ ଅମିଟ୍ କରିକି ଆମେ ଆପୋଷ୍ଟ୍ରୋଫି ଚିହ୍ନ ଦେଇକି ଲେଖିପାରିବା। ଏଟା ଓଭର ଆକ୍ଚୁଆଲି। ଭେଲ୍ସ ଏଣ୍ଡ ହିଲ୍ସ। ଭେଲ୍ସ ମାନେ ଭ୍ୟାଲିଜ, ଆଉ ହିଲ୍ସ ମାନେ ପର୍ବତ ବା ପାହାଡ଼। ପାହାଡ଼ ଏବଂ ଉପତ୍ୟକା। ଭ୍ୟାଲି ଯେଟା କହୁଛି, ଉପତ୍ୟକା ଉପରେ କ'ଣ ଥାଏ? ଆକାଶ ଥାଏ, ନାଇଁ କି? ହାଇ। ହାଇ ମାନେ ଏଠି କ'ଣ କହିଲେ? ଆମେ ହଉଛି ସ୍କାଏ କହିଲେ କିଛି ଖରାପ ହବ ନାହିଁ। ତ ସ୍କାଏରେ କ'ଣ ହଉଥାଏ? ନା ଦ୍ୟାଟ୍ ଫ୍ଲୋଟ୍ସ, କିଏ ଭାସୁଥାଏ? ଭାସମାନ ଅବସ୍ଥାରେ ଥାଏ? ନା ଆମର କ୍ଲାଉଡ୍ ଭାସମାନ ଅବସ୍ଥାରେ ଥାଏ। କ୍ଲାଉଡ୍ ଭାସମାନ ଅବସ୍ଥାରେ ଥାଏ। ତାପରେ ଦେଖୁଛନ୍ତି, ତାପରେ କ'ଣ କହୁଛି? when all at once, ଯେତେବେଳେ all at once ମାନେ immediately। କ'ଣ ହେଲା? ନା immediately ସେ କହୁଛି କ'ଣ? when all at once, ଏଇ ଯୋଉ ଜିନିଷଟା ମାନେ ଏଇ ଯୋଉ ଜିନିଷଟା ଅଛି ତୁମର, ଦେଖ ଏବେ ଦେଖ ଛୁଆମାନେ, ଏଇ ଯୋଉ all at once ମାନେ କ'ଣ? all at once ମାନେ ତତ୍କ୍ଷଣାତ୍ ମାନେ immediately। all at once ମାନେ ତତ୍କ୍ଷଣାତ୍ ବା immediately। ଯେତେବେଳେ ସେ ଘୁରି ବୁଲୁଥିଲେ ସେତେବେଳେ immediately I saw, ମୁଁ ଦେଖିଲି। all at once ମାନେ immediately I saw, ମୁଁ ଦେଖିଲି ଗୋଟେ କ୍ରାଉଡ୍ ମାନେ ଛୁଆମାନେ କ'ଣ? ସମାବେଶ ବା ପୁଞ୍ଜ। ଦେଖିଲି ଗୋଟେ ପୁଞ୍ଜ ଯେତେବେଳେ ମୁଁ ଘୁରି ବୁଲୁଥିଲି ଏମଲେସଲି, କହୁଛନ୍ତି ପୋଏଟ୍, ମୁଁ ଘୁରି ବୁଲୁଥିଲି କୋଉ ଭଳିଆ? ନା ଯୋଉ ଆକାଶରେ ଯୋଉ ବାଦଲ ସେଇ ଭଳିଆ ମୁଁ ଘୁରି ବୁଲୁଥିଲି। ସେତେବେଳେ ହଠାତ୍ କି ମୁଁ ଦେଖିଲି ଗୋଟେ କ୍ରାଉଡ୍ ମାନେ ଗୋଟେ ସମାବେଶ ବା ପୁଞ୍ଜଟେ ଦେଖିଲି। ହେଲେ କ୍ରାଉଡ୍ ମାନେ କ'ଣ? ଏଠି ସମାବେଶ ବା ପୁଞ୍ଜ, ମେଞ୍ଚାଏ କିଛି ଦେଖିଲେ ସିଏ। all at once ମାନେ ତତ୍କ୍ଷଣାତ୍, immediately। ଛୁଆମାନେ କ'ଣ ଦେଖିଲେ? ସେ ଯୋଉ କ୍ରାଉଡଟା ଥିଲା, କ'ଣ ସେ କ୍ରାଉଡ୍? ଏ କ୍ରାଉଡ୍ ଯୋଉ ଲେଖିଲେ ସେଟା କ'ଣ? host of golden daffodils। ଏ host of golden daffodils, ଏ ଯୋଉ golden daffodils ଅଛି ତାଙ୍କର host ମାନେ ଛୁଆମାନେ large number of, ଏ host of ମାନେ large number of golden daffodils ସେ ଦେଖିଲେ। large number of golden daffodils ସେ କ'ଣ କଲେ? ଦେଖିଲେ ଛୁଆମାନେ। ନା ବୁଝିପାରିଲ ଛୁଆମାନେ? ତ ସେଇ ଯୋଉ କ୍ରାଉଡ୍ କହିଲେ ଏଠି କ'ଣ? host of golden daffodils, ଯୋଉ daffodils ଫୁଲ ମାନଙ୍କର ସମାବେଶଟାକୁ ସେ ଦେଖିଥିଲେ। daffodils golden କଲରରେ ଥିଲେ ବୋଲି କୁହାହଉଛି। beside the lake, ଛୁଆମାନେ କ'ଣ? ଦେଖ daffodil ଚିହ୍ନ, ଏଠି daffodil ତା ଫୁଲକୁ ବି ଦେଖ ଛୁଆମାନେ। ଦେଖ ଏ ଭିତରେ ଏଇଟା ହଉଛି ଗୋଲ୍ଡେନ, ଏଇଟା କିନ୍ତୁ ଏଇଟା ହଉଛି ହଳଦିଆ କଲର, ୟେଲୋ ଗୋଲ୍ଡେନ କଲରଟା ଆକ୍ଚୁଆଲି ଏଇଟା। ବୁଝିପାରିଲ କି ନାହିଁ? ମୁଁ ଯେତେବେଳେ ଗ୍ଲସରୀ କହିବି, ଗ୍ଲସରୀ daffodil ତାର ମାନେ ଦେଇଛି, ମିନିଙ୍ଗସ୍ ଦେଇଛି, ତାକୁ ଟିକେ ଭଲସେ ପଢିବ, ପରୀକ୍ଷାରେ ଆସିବ କୋଉ କଲର ବୋଲି ପରୀକ୍ଷାରେ ଆସେ। host of golden daffodils, ସେ host of golden daffodils ର ପୁଞ୍ଜଟେ ଦେଖିଲେ। beside the lake, କୋଉଠି ଦେଖିଲେ ଛୁଆମାନେ? beside the lake ଦେଖିପାରୁଛ କି ନାହିଁ? beside the lake, ଲେକ୍ କଡ଼ରେ। କୋଉଠି ଦେଖିଲେ? ଲେକ୍ କଡ଼ରେ। ଆଉ କୋଉଠି? ନା beneath the trees, ଗଛ ତଳେ। beneath ମାନେ under, ତଳେ। beside ମାନେ କ'ଣ? କଡ଼ରେ। ତାହେଲେ ଦେଖ ଲେକ୍ ଥିଲା, ଲେକ୍ କଡ଼ରେ କ'ଣ ଥିଲା? ନା ହଉଛି ଲେକ୍ କଡ଼ରେ ଆମର ହଉଛି ଟ୍ରିଜ୍ ଥିଲା। ଲେକ୍ କଡ଼ରେ ଟ୍ରିଜ୍ ଥିଲା, ଟ୍ରିଜ୍ ତଳେ ଫୁଲ ଗୁଡ଼ିକ ଥିଲେ। ତ ସେଇଗୁଡାକୁ ଦେଖିଲେ। ସେଟା କୋଉ କଲର ଥିଲା? ଗୋଲ୍ଡେନ ଡାଫୋଡିଲ୍ସ। ତାକୁ ମାନେ ମେଞ୍ଚାଏ ଥିଲେ, ତାର ହଉଛି ଗୋଲ୍ଡେନ ଡାଫୋଡିଲ୍ ହଉଛି ସମାବେଶ ଥିଲା। ସେଟାକୁ କିଏ ଦେଖିଲେ ହଠାତ୍ କି? ନା ଆମର ୱିଲିୟମ ଉଡ୍ସ ଦେଖିଲେ।
କେତେବେଳେ ନା ଯେତେବେଳେ ଏକୁଟିଆ ଏମଲେସଲି ଘୁରି ବୁଲୁଥିଲେ। ଫ୍ଲଟରିଂ ଆଣ୍ଡ ଡ୍ୟାନ୍ସିଂ କଣ କରୁଥିଲେ ସେ ଯୋଉ ତଳେ ଥିଲେ ଗଛ ତଳେ ଥିଲେ ସେମାନେ କଣ କରୁଥିଲେ ନା ଫ୍ଲଟର କରୁଥିଲେ। ଫ୍ଲଟର ମାନେ କଣ ନା ଫ୍ଲଟର ମାନେ ହଉଛି ତମର ଆସ୍ତେ ଆସ୍ତେ ଦୋହଲିବା ସେମାନେ ଆସ୍ତେ ଆସ୍ତେ ଦୋହଲୁଥିଲେ ଏବଂ ଡ୍ୟାନ୍ସ କରୁଥିଲେ। ଡ୍ୟାନ୍ସ ମାନେ ନାଚୁଥିଲେ କୋଉଠି ନା ବ୍ରିଜ ରେ ନାଚୁଥିଲେ। ବ୍ରିଜ ମାନେ ଛୁଆମାନେ କଣ ଏଟା ବ୍ରିଜ ମାନେ ହାଲକା ପବନ ଲାଇଟ ୱିଣ୍ଡ ବା ତମେ ମୃଦୁ ପବନ ବୋଲି କହିପାରିବ ଛୁଆମାନେ। ମୃଦୁ ପବନ ବା ହାଲକା ପବନ ବୋଲି ତମେ କହିପାରିବ ଛୁଆମାନେ। ବୁଝିଗଲ କି ନାହିଁ ଛୁଆମାନେ? ମୁଁ ଆଶା କରୁଛି ସମସ୍ତେ ବୁଝିଯାଇଥିବ ହଁ କି ନାହିଁ? ଆମେ କଣ ବୁଝିଲୁ ଏଠି ନା ପୋଏଟ କଣ ହେଇଛନ୍ତି ଏକୁଟିଆ ଏମଲେସଲି ଘୁରି ବୁଲୁଛନ୍ତି। କାହିଁକି ନା ପୋଏଟ ହୁଏତ କିଛି ଦୁଃଖରେ ଅଛନ୍ତି। ସେ ଦୁଃଖ ଲାଗି ସେଇଠି କଣ ଏଇଠୁ ଆମେ ଜଣା ପଡୁଛି କଣ ନା ପୋଏଟ ଦୁଃଖରେ ଅଛନ୍ତି। ସେ ଏକୁଟିଆ ଘୁରି ବୁଲୁଛନ୍ତି ଏମଲେସଲି ଘୁରି ବୁଲୁଛନ୍ତି। କୋଉ ଭଳିଆ ସେ ନିଜକୁ ତୁଳନା କରୁଛନ୍ତି। ଏଠି ଦେଖ ସେ କହୁଛି ଦ ପୋଏଟ କମ୍ପେୟାର୍ସ ହିମସେଲ୍ଫ ଟୁ ଏ ଲନଲି କ୍ଲାଉଡ ଫ୍ଲୋଟିଂ ଇନ ଦ ସ୍କାଏ। ଦେଖ ଏଇଠି ବି ଲେଖା ହେଇଛି ଛୁଆମାନେ ଲେଖା ହେଇଛି ପୋଏଟ କମ୍ପେୟାର କରୁଛନ୍ତି ନିଜକୁ କାହା ସହିତ ତୁଳନା କରୁଛନ୍ତି ଛୁଆମାନେ ନିଜକୁ ତୁଳନା କରୁଛନ୍ତି ହଉଛି କ୍ଲାଉଡ ସହିତ ତୁଳନା କରୁଛନ୍ତି ନିଜକୁ। ବୁଝିପାରିଲ କି ନାହିଁ? ଦେଖ এই ସବୁ ଜିନିଷ ମୁଁ ଆଶା କରୁଛି ତମେ ବୁଝିପାରିଥିବ ଛୁଆମାନେ। ଏଇଠି ଆମର କଣ ଅଛି ନା ଆମର କିଛି ଫିଗର ଅଫ ସ୍ପିଚ ଅଛି ମାନେ ଅଳଙ୍କାର ଅଛି। ପରୀକ୍ଷାରେ ଆସେ ତ ମନେ ରଖିବ। ଆଇ ୱାଣ୍ଡର୍ଡ ଲନଲି ଆଜ ଏ କ୍ଲାଉଡ ମୁଁ ବୁଲୁଥିଲି ଏମଲେସଲି ଏକୁଟିଆ କୋଉ ଭଳିଆ ନା ବାଦଲ ଭଳିଆ। ଦେଖ ଏଇଠି ଯୋଉ ଆଇଟା ଦେଖିପାରୁଛ ଛୁଆମାନେ ଏଇ ଯୋଉ ଆଇ ଜିନିଷ ଆଇ ମାନେ ଏଠି ପୋଏଟ କାହା ସହିତ ନିଜକୁ ତୁଳନା କରୁଛନ୍ତି ନା କ୍ଲାଉଡ ସହିତ ତୁଳନା କରୁଛନ୍ତି। ତାର ଗୋଟେ ଅଛି ଫିଗର ଅଫ ସ୍ପିଚ କଣ ସିମିଲି କଣ ଅଛି ଏଠି ବ୍ୟବହାର ହେଇଛି ସିମିଲି। କେମିତି ଜାଣିଲେ ନା ଯେତେବେଳେ ଦିଟା ଡିଫରେଣ୍ଟ ଥିଙ୍ଗସ ବା ଡିସିମିଲାର ଥିଙ୍ଗସ କୁ ଆମେ କମ୍ପେୟାର କରିବା କଣ ଲଗେଇକି ନା ଆଜ କିମ୍ବା ଲାଇକ ଲଗେଇକି ଆମେ କମ୍ପେୟାର କରିବା ସେତେବେଳେ ତାହେଲେ ଆମେ କଣ ଦେଖିବା ଏଇଟା କ୍ଲାଉଡ ଆଉ କଣ ଆଏ ଏଇଟା ଡିସିମିଲାର ଥିଙ୍ଗସ ତାକୁ ଆମେ କମ୍ପେୟାର କଲେ କାହାକୁ ନେଇକି ନା ଆଜକୁ ନେଇକି ତାହେଲେ ଏଠି କଣ ବ୍ୟବହାର ହେଇଛି ଫିଗର ଅଫ ସ୍ପିଚ ସିମିଲି କଣ ସିମିଲି। ତାପରେ ଛୁଆମାନେ ତାପରେ କଣ ମୁଁ କହୁଛି ତାପରେ ବୁଝୁଛ ଛୁଆମାନେ କଣ କହୁଛି ନା ତାପରେ ଅଛି ଏଟା ଗୋଟେ ଫିଗର ଅଫ ସ୍ପିଚ ଜାଣିଲ। ତାପରେ ଜାଣ ସେ କହିଛି ନା beside the lake beneath the trees এই যে beside the lake beneath the tree কইছি এটা দেখো beside the lake beneath the trees এই যে জিনিসটা এটি কোন ফিগার অফ স্পিচ আছে না অলিটারেশন কোন আছে সমান ফিগার অফ স্পিচ অলিটারেশন স্পেলিং ভাবো এ এল এল আই টি আর এ টি আই ও এন অলিটারেশন এ এল এল আই টি আর এ টি আই ও এন অলিটারেশন দেখো beside the lake beneath the trees এটা কেমিতি beside the lake beneath the trees ଛୁଆମାନେ ନା ଦେଖ ଅଲିଟରେସନ ଫିଗର ଅଫ ସ୍ପିଚ ତାର ଡେଫିନେସନ କଣ ନା ତାର ଡେଫିନେସନଟା ହଉଛି ନା ଯେତେବେଳେ ନା ହଉଛି ସିମିଲାର କନସୋନାଣ୍ଟ ସାଉଣ୍ଡ ର ରିପିଟେସନ ଆସୁଥିବ ଦ ରିପିଟେସନ ଅଫ ସିମିଲାର କନସୋନାଣ୍ଟ ସାଉଣ୍ଡସ କନସିକ୍ୟୁଟିଭଲି ପାଖାପାଖି ଥିବ କଣ ପାଖାପାଖି ଥିବ କୋଉଥିରେ ଥିବ ନା ଗୋଟେ ୱାର୍ଡଟେ ହେଇଥାଇପାରେ ବା ଗୋଟେ ଫ୍ରେଜରେ ଥାଇପାରେ। ତାହେଲେ ଗୋଟେ ଫ୍ରେଜଟେ ହେଇଥିବ କିମ୍ବା ୱାର୍ଡଟେ ହେଇଥିବ ସେଠି ରିପିଟେସନ ହଉଥିବ ସିମିଲାର କନସୋନାଣ୍ଟ ସାଉଣ୍ଡସ। ବୁଝିପାରିଲ କି ନାହିଁ? ଦେଖ ବିସାଇଡ ଦ ଲେକ୍ ଏଠି ବୋ ସାଉଣ୍ଡ ଆସୁଛି ବୋ ବିନିଥ ବୋ ସାଉଣ୍ଡ ଆସୁଛି। ତାହେଲେ ଏଠି ଦିଟା ଫ୍ରେଜ ବିସାଇଡ ଦ ଲେକ୍ ଗୋଟେ ଫ୍ରେଜ ବିନିଥ ଦ ଟ୍ରିଜ ଗୋଟେ ଲେକ୍ ଦିଟା ଯୋଉ ବିନିଥ ଦ ଟ୍ରିଜ ଗୋଟେ ଫ୍ରେଜ ଦିଟା ଫ୍ରେଜ ଅଛନ୍ତି। ଏଇ ଦିଟା ଫ୍ରେଜର ଦେଖ ବୋରୁ ଷ୍ଟାର୍ଟ ହଉଛି ବୋରୁ ଷ୍ଟାର୍ଟ ହଉଛି ବୋରୁ ଯଦି ଷ୍ଟାର୍ଟ ହଉଛି ରିପିଟେସନ ହେଲା ରିପିଟେସନ ଅଫ ସିମିଲାର କନସୋନାଣ୍ଟ ସାଉଣ୍ଡସ in a word sorry maybe that is a word or a phrase ରେ ଥିବ। ବୁଝିପାରିଲ କି ନାହିଁ? କଣ କନଜିକ୍ୟୁଟିଭଲି ଥିବ ସେଇଟା କଣ ହବ ନା ଅଲିଟରେସନ ହବ। ତେଣୁ ମୁଁ କହିବି ପିଟର ପାଇପର ପିଟର ପ୍ୟାକର ପିକର ପେପର୍ସ ତମେ ଜାଣିଥିବ ଟଙ୍ଗ ଟ୍ୱିଷ୍ଟର ଛୁଆ ମାନେ ପିଟର ପାଇପର ପିକଟେ ପ୍ୟାକର ପିକର ପି 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 କନସୋନାଣ୍ଟ ସାଉଣ୍ଡ ସବୁ ଆସୁଛି ତ ଏ ସବୁ କୋଉଥିରେ ଯିବ ନା ଅଲିଟରେସନରେ ଆସିବ। ଆଶା କରୁଛି ଛୁଆମାନେ ବୁଝିପାରିଥିବ। ତାପରେ fluttering and dancing in the breeze କଣ ହେଇଛି ତାପରେ fluttering and dancing in the breeze ଅଛି କି ନାହିଁ ଛୁଆମାନେ? ଅଛି। ଏଇଟାର କଣ ଫିଗର ଅଫ ସ୍ପିଚ ଅଛି ଆମେ ଦେଖିବା ଏଟାର କଣ ଫିଗର ଅଫ ସ୍ପିଚ ଅଛି ନା ଏଟାର ଫିଗର ଅଫ ସ୍ପିଚ ଅଛି ଦେଖ ଛୁଆମାନେ ଏଇଟା fluttering and dancing ମାନେ ଆସ୍ତେ ଆସ୍ତେ ଦୋହଲୁଥିଲା ଏବଂ ନାଚୁଥିଲା। କଣ ନାଚିବ ଫୁଲଟା ନାଚୁଛି ତା ସହିତ କଣ ଫ୍ଲଟରିଂ ଆସ୍ତେ ଆସ୍ତେ ଦୋହଲୁଛି ମାନେ ଗୋଟେ ପ୍ରକାର ଏଥିରେ କଣ କରାହେଇଛି ନା ଏଥିରେ ଆମର ସାଧାରଣତଃ ଅଛି ମାନବୀୟ ଗୁଣ କଣ
ମାନବୀୟ ଗୁଣକୁ ଏଠିରେ ଦିଆହେଇଛି। ଡାଫୋଡିଲ୍ସ ଭିତରେ ପର୍ସନିଫାଇ କରାହେଇଛି, ଡାଫୋଡିଲ୍କୁ ପର୍ସନିଫାଇ କରାହେଇଛି ମାନେ ମାନବୀୟ ଗୁଣ କିଛି ଦିଆଯାଇଛି। ସେଇ ଲାଗି ଏଠି ଆମେ କ'ଣ କହିବା ପର୍ସନିଫିକେସନ୍। ପର୍ସନିଫିକେସନ୍ ଏଠି ଫିଗର ଅଫ ସ୍ପିଚ୍ ବ୍ୟବହାର ହେଇଛି। ତାହେଲେ ଏଠି ତିନିଟା ଫିଗର ଅଫ ସ୍ପିଚ୍ ବୁଝିଲୁ। ଆଇ ୱାଣ୍ଡର ଲନ୍ଲି ଆଜ୍ ଏ କ୍ଲାଉଡ୍, ଏଟା ହଉଛି ସିମିଲି। ତାପରେ ସେକେଣ୍ଡରେ ବିସାଇଡ୍ ଦ ଲେକ୍ ବିନିଥ୍ ଦ ଟ୍ରିଜ୍, ଏଠି ହଉଛି ଅଲିଟରେସନ୍। ଏବଂ ଥାର୍ଡରେ ଫ୍ଲଟିଂ ଆଣ୍ଡ ଡ୍ୟାନ୍ସିଂ ଇନ୍ ଦ ବ୍ରିଜ୍, ଏଠି ହଉଛି କ'ଣ ଛୁଆ ମାନେ ପର୍ସନିଫିକେସନ୍। ଆଶା କରୁଛି ତମେ ବୁଝିପାରୁଥିବ, ଏଟା ଭେରି ଇମ୍ପୋର୍ଟାଣ୍ଟ, ଏଇଗୁଡ଼ା ମନେ ରଖିବ। ତାପରେ ଆମେ କୋଉଠୁ ଯିବା, ଏବେ ସେକେଣ୍ଡକୁ ଯିବା। କ'ଣ କହୁଛ ଛୁଆମାନେ? ଓକେ, ଆମେ ସେକେଣ୍ଡ ଷ୍ଟାଞ୍ଜାକୁ ଯିବା। ଦେଖ ସେକେଣ୍ଡ ଷ୍ଟାଞ୍ଜାରେ କ'ଣ ଅଛି ନା, କଣ୍ଟିନ୍ୟୁଅସ୍ ଆଜ୍ ଦ ଷ୍ଟାର୍ସ that shine and twinkle on the Milky Way. They stretched in never-ending line along the margin of a bay. 10,000 saw I at a glance, tossing their heads in sprightly dance. ଏଇଟା ସେକେଣ୍ଡ ଷ୍ଟାଞ୍ଜା। କ'ଣ ଅଛି ନା, କଣ୍ଟିନ୍ୟୁଅସ୍ ଆର୍ ଦ ଷ୍ଟାର୍ସ ଦ୍ୟାଟ୍ ସାଇନ୍, ମାନେ କଣ୍ଟିନ୍ୟୁଅସ୍ ମାନେ କ'ଣ, ନିରବଚ୍ଛିନ୍ନ ଭାବରେ, କଣ୍ଟିନ୍ୟୁଅସଲି ଅବିରତ ଭାବରେ ବା ନିରବଚ୍ଛିନ୍ନ ଭାବରେ, ଯେପରି ଷ୍ଟାର୍ସ ମାନେ ବୁଝୁଛ ତାରା ଗୁଡ଼ିକ, ଦ୍ୟାଟ୍ ସାଇନ୍ ସେଗୁଡ଼ିକ କ'ଣ କରନ୍ତି, ସାଇନ୍ କରନ୍ତି। ସାଇନ୍ ମାନେ ଚକ୍ ଚକ୍ କରନ୍ତି। ଆଣ୍ଡ ଟୁଇଙ୍କଲ୍ ମାନେ କ'ଣ ଛୁଆମାନେ, ଦପଦପା, କ'ଣ ହବା, ଦପଦପା ଅନ୍ ଦ ମିଲ୍କି ୱେ। ମିଲ୍କି ୱେ ମାନେ କ'ଣ ଛୁଆମାନେ, ମିଲ୍କି ୱେ ମାନେ ଆକାଶ ଗଙ୍ଗା ଛାୟାପଥ, ଆକାଶ ଗଙ୍ଗା ଛାୟାପଥ ବା ନକ୍ଷତ୍ର ପୁଞ୍ଜ କହିପାରିବ, ବା ଇଂଲିଶଟା କହିପାରିବ ତୁମେ କ'ଣ, ଦ ମିଲ୍କି ୱେ ମାନେ ଗ୍ୟାଲେକ୍ସି କହିପାରିବ। କ'ଣ କହିପାରିବ, ଗ୍ୟାଲେକ୍ସି। ଗ୍ୟାଲେକ୍ସିରେ ଯେପରି ଷ୍ଟାର୍ସ ମାନେ ତାରା ମାନେ ସାଇନ୍ କରୁଥାନ୍ତି, ଚକ୍ ଚକ୍ କରୁଥାନ୍ତି, ଏବଂ ଟୁଇଙ୍କଲ୍ ମାନେ ଦପ୍ ଦପ୍ କରୁଥାନ୍ତି, ଠିକ୍ ସେହିପରି ଯେଉଁ ଡାଫୋଡିଲ୍ ଅଛି, ଡାଫୋଡିଲ୍ସ ବି ସେହିପରି ପୁରା କ'ଣ ସାଇନ୍ କରୁଥାଏ, ଚକ୍ ଚକ୍ କରୁଥାଏ, ଯୋଉଟାକି ମାନେ ପୋଏଟ୍କୁ ବହୁତ ପୋଏଟ୍ଙ୍କର ମନକୁ ମୁଗ୍ଧ କରିଛି। ତାପରେ ତାହେଲେ ଏଠି ଆମେ ଏଇଠୁ ଗୋଟେ କଥା ଏଇଠୁ ବୁଝିଲୁ ତ, କଣ୍ଟିନ୍ୟୁଅସ୍ ଆଜ୍ ଦ ଷ୍ଟାର୍ସ ଦ୍ୟାଟ୍ ସାଇନ୍ ଆଣ୍ଡ ଟ୍ୱିଙ୍କଲ୍ ଅନ୍ ଦ ମିଲ୍କି ୱେ। ତା ମାନେ ଏଠି ପୋଏଟ୍ କ'ଣ ନା ଡାଫୋଡିଲ୍କୁ କାହା ସହିତ ତୁଳନା କରୁଛନ୍ତି, ଷ୍ଟାର୍ସ ମାନଙ୍କ ସହିତ ତୁଳନା କରୁଛନ୍ତି। କାହା ସହିତ, ଷ୍ଟାର୍ସ ମାନଙ୍କ ସହିତ। ତାହେଲେ ଏଠି ଦିଟା ଡିଫରେଣ୍ଟ ଥିଙ୍ଗସ୍, ଡାଫୋଡିଲ୍ସ ଅଲଗା, ଷ୍ଟାର୍ସ ଅଲଗା, ଦିଟା ଡିସିମିଲାର ଥିଙ୍ଗସ୍କୁ କମ୍ପେୟାର କରାଯାଇଛି। କ'ଣ ବ୍ୟବହାର କରିକି ଛୁଆମାନେ, ଡିସିମିଲାର ଥିଙ୍ଗସ୍କୁ କମ୍ପେୟାର କରାଯାଇଛି କ'ଣ ବ୍ୟବହାର କରିକି ନା, ଆଜ୍ ବ୍ୟବହାର କରିକି। କ'ଣ ବ୍ୟବହାର କରିକି, ଆଜ୍। ବୁଝିପାରୁଛ, ଦେଖିପାରୁଛ, ଏଇ ଆଜ୍ ବ୍ୟବହାର କରିକି ଯଦି କରାହେଇଛି, ତାହେଲେ ଏଇଟା କ'ଣ ହବ, ଫିଗର ଅଫ ସ୍ପିଚ୍ କ'ଣ ହବ? ଏଇଟା ଫିଗର ଅଫ ସ୍ପିଚ୍ ହେଉଛି, ତମେ ଆଖି ବୁଝେଇ କହିବ ସିମିଲି। ପ୍ରଥମରେ କରିଥିଲି, ପୋଏଟ୍ ନିଜକୁ ବୁଲୁଥିଲେ କୋଉ ଭଳିଆ ନା, ମେଘ ଭଳିଆ ବା ବାଦଲ ଭଳିଆ। ପୋଏଟ୍ ଆଜ୍ଟି ବି ଲାଇନ୍ରେ ଥିଲା, ଆଇ ୱାଣ୍ଡର ଲନ୍ଲି ଆଜ୍ ଏ କ୍ଲାଉଡ୍, ଆଜ୍ ଥିଲା। ପୋଏଟ୍ ନିଜକୁ ତୁଳନା କରିଥିଲେ କ୍ଲାଉଡ୍ ସହିତ, ସେଠି ବି ସିମିଲି ହେଇଥିଲା। ଏଠି ପୁଣି ସେକେଣ୍ଡ ଷ୍ଟାଞ୍ଜାରେ ଡାଫୋଡିଲ୍କୁ ତୁଳନା କରାଯାଇଛି ଷ୍ଟାର ସହିତ, ଏଠି ବି ସିମିଲି। ବୁଝିପାରିଲ କି ନାହିଁ ଛୁଆମାନେ? ତାପରେ ଦେ ଷ୍ଟ୍ରେଚ୍ ଇନ୍ ନେଭର ଏଣ୍ଡିଂ ଲାଇନ୍, ସେମାନେ ଲମ୍ବି ଥିଲେ ମାନେ ବ୍ୟାପି ଥିଲେ। ନେଭର ଏଣ୍ଡିଂ ଲାଇନ୍, ସେଇଭଳିଆ ଲାଇନ୍ରେ ସେ ଲମ୍ବି ଥିଲେ ବା ସେଇଭଳିଆ ଧାଡ଼ିରେ ସେ ଲମ୍ବି ଥିଲେ, ଯୋଉ ଧାଡ଼ିର ଶେଷ ନାହିଁ, ସୀମାହୀନ ଧାଡ଼ି, ମାନେ ଯୋଉ ଧାଡ଼ିର ଶେଷ ନାହିଁ, ଶେଷ ନଥିବା ଧାଡ଼ିରେ ସେମାନେ କ'ଣ ହେଇଥିଲେ ନା, ଲମ୍ବି ଥିଲେ ବା ବ୍ୟାପି ଥିଲେ ବୋଲି କୁହାହଉଛି। ଏଲଙ୍ଗ ଦ ମାର୍ଜିନ୍ ଅଫ୍ ଏ ବେ, କୋଉଠି ନା, ମାର୍ଜିନ୍ ଅଫ୍ ଏ ବେ। ବେ ମାନେ କ'ଣ, ହ୍ରଦ, ହ୍ରଦର କଡ଼ରେ, ଗୋଟେ ହ୍ରଦର କଡ଼ରେ। ବୁଝିପାରିଲ କି ନାହିଁ? ବେ ମାନେ ଲେକ୍ ଛୁଆମାନେ, ହ୍ରଦର କଡ଼ରେ, ମାର୍ଜିନ୍ ମାନେ କଡ଼ରେ। କ'ଣ ବ୍ୟାପିଥିଲେ ଛୁଆମାନେ ନା, ଡାଫୋଡିଲ୍ସ ମାନେ ବ୍ୟାପିଥିଲେ। ଦେଖିପାରୁଥିବ ଛୁଆମାନେ ଡାଫୋଡିଲ୍ସ କେମିତି ବ୍ୟାପିଛି ହ୍ରଦର କଡ଼ରେ। ଆଉ ସେ କ'ଣ, ତାର ଏଣ୍ଡିଂ ନାହିଁ ବୋଲି କହୁଛନ୍ତି କିଏ ନା, ପୋଏଟ୍ କହୁଛନ୍ତି ସେ ଡାଫୋଡିଲ୍ସର ଯୋଉ ଲାଇନ୍ରେ ବ୍ୟାପିଛି ତାର ଏଣ୍ଡିଂ ନାହିଁ, ନେଭର ଏଣ୍ଡିଂ ଲାଇନ୍ରେ ବ୍ୟାପିଛି। ତାପରେ କ'ଣ ଦେଖିବା, 10,000 ସୋ ଆଇ ଏଟ୍ ଏ ଗ୍ଲାନ୍ସ, 10,000 ଫୁଲ ମୁଁ ଦେଖିଲି ଏକାଥରକେ। କେତେ ଫୁଲ ଦେଖିଲେ ପୋଏଟ୍ ଯୋଉ ଏକୁଟିଆ ବୁଲୁଥିଲେ ଏମଲେସଲି, ସେ ଯୋଉ ଦେଖିଲେ ହଠାତ୍ କି ସମାବେଶ କାହାର, ଡାଫୋଡିଲ୍ସର, ସେଥିରେ ପାଖାପାଖି 10,000 ସିଏ ଏକ ଝଲକରେ, ଏଟ୍ ଏ ଗ୍ଲାନ୍ସ। ମନେ ରଖିବ ଛୁଆମାନେ, ଏଟ୍ ଏ ଗ୍ଲାନ୍ସ ମାନେ ଏକ ଝଲକରେ। ବୁଝିପାରିଲ, ଏଇ ଯୋଉ ଏଟ୍ ଏ ଗ୍ଲାନ୍ସ ଅଛି, ଏଟ୍ ଏ ଗ୍ଲାନ୍ସ ମାନେ ଏକ ଝଲକରେ ବା ଏକ ଝଲକରେ ବା ଏକ
ପଲକ ଦେଖନ୍ତୁ ଏକ ପଲକରେ ସେ ଦେଖୁଥିଲେ 10,000 10,000 ମାନେ କହିଲେ ହଜାର ହଜାର ସେ ଫୁଲ ଦେଖୁଥିଲେ ବୋଲି ସେ କହୁଛି ହେଲା କି ନାହିଁ। ଟସିଂ ଦେୟାର ହେଡ୍ସ ଇନ୍ ସ୍ପ୍ରାଇଟଲି ଡ୍ୟାନ୍ସ ଟସ୍ ଟସ୍ କରୁଥିଲେ ମାନେ ମୁଣ୍ଡ ହଲଉଥିଲେ ବଟ୍ ଟସିଂ ଦେୟାର ହେଡ୍ସ ମାନେ ମୁଣ୍ଡ ହଲଉଥିଲେ ସରି ମୁଣ୍ଡକୁ ମୁଭ୍ କରୁଥିଲେ ଆଣ୍ଡ ଇନ୍ ସ୍ପ୍ରାଇଟଲି ଡ୍ୟାନ୍ସ ସ୍ପ୍ରାଇଟଲି ମାନେ ଲାଇଭଲି ଜୀବନ୍ତ ନୃତ୍ୟରେ ପୁରା ତାଙ୍କ ନୃତ୍ୟ ଥିଲା ଜୀବନ୍ତ ପୁରା ସତେ ଯେପରି ଫୁଲମାନଙ୍କର ମଣିଷ ଭଳିଆ ଡ୍ୟାନ୍ସ କରୁଥାନ୍ତି ସେଇଭଳିଆ ପୋଏଟ୍ ଏଠି କ'ଣ କରୁଛନ୍ତି ନା ବର୍ଣ୍ଣନା କରୁଛନ୍ତି ଛୁଆମାନେ। ତ କେମିତି ଏଠି ପୁଣି ଦେଖିବା ଆମେ ଫିଗର ଅଫ୍ ସ୍ପିଚ୍ କ'ଣ ଅଛି ଛୁଆମାନେ ନା ବୁଝିଗଲ ଟସିଂ ଦେୟାର ହେଡ୍ସ ଇନ୍ ସ୍ପ୍ରାଇଟଲି ଡ୍ୟାନ୍ସ ମାନେ ଜୀବନ୍ତ ନୃତ୍ୟ କରୁଥିଲେ ମୁଣ୍ଡ ହଲେଇ କୋଉମାନେ ଛୁଆମାନେ ନା ଡ୍ୟାଫୋଡିଲ୍ସ ମାନେ। continuous as the stars that shine and twinkle on the Milky Way এটা তো আজ লাগিଛି ତମେ ଦେଖିପାରୁଥିବ ଏଟା ମୁଁ କହିଥିଲି ଏଠି continuously ହଉଛି stars ଭଳିଆ କିଏ shine କରୁଛି ନା daffodils ବୁଝିପାରିଲ କି ନାହିଁ। ତ ଏଠି ଆମର figure of speech ଅଛି simile ତାପରେ they stretch in never ending line along the margin of a base ସେମାନେ ଲମ୍ବିଥିଲେ never ending line ରେ ଲମ୍ବିଥିଲେ କୋଉମାନେ ଛୁଆମାନେ daffodils ମାନେ ତ ଭାବ ପୁରା daffodils ଲମ୍ବିଛି ତାର କ'ଣ ସୀମା ଯୋଉ ଲାଇନର ତା ଧାଡ଼ିର କ'ଣ ଶେଷ ନା obviously ଅଛି ବଟ୍ ଏଠି ପୋଏଟ୍ କ'ଣ କରୁଛନ୍ତି କି ବଢି ଚଢ଼େଇ ଲେଖିଛନ୍ତି ଏକ୍ସାଜୁରେଟ୍ ୱେରେ ଲେଖିଛନ୍ତି ସେଇ ଲାଗି ଆମେ ଏଠି କହିବା କ'ଣ ହାଇପରବୁଲି ହାଇପରବୁଲି ବୋଲି ଗୋଟେ ଫିଗର ଅଫ୍ ସ୍ପିଚ୍ ବ୍ୟବହାର ହେଇଛି। ତ ହାଇପରବୁଲି ପୁଣି ସ୍ପେଲିଂ କ'ଣ HYPERBOLE HYPERBOLE ବୁଝିବା ହାଇପରବୁଲି ଫିଗର ଅଫ୍ ସ୍ପିଚ୍ ଏଠି ବ୍ୟବହାର ହେଇଛି। ତାପରେ ପୁଣି ଆଉ କୋଉଠି ଫିଗର ଅଫ୍ ସ୍ପିଚ୍ ଏଠି ଅଛି ନା 10,000 saw I at a glance ଏଇଠି ଅଛି 10,000 saw I at a glance ଏଇ ଯୋଉ ଅଛି ଏଇ ଯୋଉ ଜିନିଷଟା ଅଛି ହେଲା କି ନାଇଁ ଫିଗର ଅଫ୍ ସ୍ପିଚ୍ ଗଲା ଏଇଟା ହାଇପରବୁଲି ଏଇଟା ବି 10,000 ମାନେ ହଜାର ହଜାର ଫୁଲ ଥରକର ଦେଖିଲି ବୋଲି ସେ ସରି ମୁଁ ଦେଖିଲି ବୋଲି ସେ କହୁଛି କିଏ କହୁଛନ୍ତି ନା ପୋଏଟ୍ କହୁଛନ୍ତି ତାହେଲେ ଏଠି ବି ସେ କ'ଣ କରୁଛନ୍ତି ନା ବଢ଼େଇ ଚଢ଼େଇ କହିବାକୁ ଲାଗି ଚେଷ୍ଟା କରୁଛନ୍ତି ଏକ୍ସାଜୁରେଟ୍ ୱେରେ କହୁଛନ୍ତି ତାହେଲେ ଅବଭିୟସଲି ଏଠି ବି କ'ଣ ଫିଗର ଅଫ୍ ସ୍ପିଚ୍ ଅଛି ନା ଏଠି ବି ଅଛି ଫିଗର ଅଫ୍ ସ୍ପିଚ୍ ଆମର ହାଇପରବୁଲି। ଟସିଂ ଦେୟାର ହେଡ୍ସ ଇନ୍ ସ୍ପ୍ରାଇଟଲି ଡ୍ୟାନ୍ସ ଟସ୍ କରୁଛନ୍ତି ସେମାନଙ୍କର ହେଡ୍କୁ ଇନ୍ ସ୍ପ୍ରାଇଟଲି ଜୀବନ୍ତ ନୃତ୍ୟରେ ସେ ପୁରା ନୃତ୍ୟ କରୁଥାନ୍ତି ମୁଣ୍ଡ ହଲେଇ ହଲେଇ ତାହେଲେ ଏଠି କ'ଣ ମୁଣ୍ଡ ହଲେଇ ହଲେଇ କିଏ ନୃତ୍ୟ କରେ ସାଧାରଣତଃ ମୁଣ୍ଡ ହଲେଇକି ସତେ ଯେପରି ମନୁଷ୍ୟମାନେ ନୃତ୍ୟ କରୁଛନ୍ତି ସେଇଭଳିଆ ପୋଏଟ୍ ଏଠି ଏକ୍ସପ୍ରେସ୍ କରିବା ଲାଗି ଚେଷ୍ଟା କରୁଛନ୍ତି। ତାହେଲେ ଏଠି କ'ଣ କ୍ୱାଲିଟି ଦେଇଛନ୍ତି ପର୍ସନର କ୍ୱାଲିଟି ଦେଇଛନ୍ତି ଫୁଲମାନଙ୍କୁ ପର୍ସନର କ୍ୱାଲିଟି ଦେଇଛନ୍ତି ଯେହେତୁ ପର୍ସନର କ୍ୱାଲିଟି ଦେଇଛନ୍ତି ଫୁଲମାନଙ୍କୁ ତାହେଲେ ଅବଭିୟସଲି ଆମେ ଏଠି କ'ଣ ଜାଣିଗଲୁ ଛୁଆମାନେ ଏଠି କୋଉ ଫିଗର ଅଫ୍ ସ୍ପିଚ୍ ଲାଗିଛି ନା ପର୍ସନିଫିକେସନ ଦେଖ ଆର ଷ୍ଟାଞ୍ଜାର ଲାଷ୍ଟ ଲାଇନ୍ ଥିଲା ଫ୍ଲଟରିଂ ଆଣ୍ଡ ଡ୍ୟାନ୍ସିଂ ଇନ୍ ଦ ବ୍ରିଜ୍ ଥିଲା ସେଇଭଳିଆ ଏଠି ଟସିଂ ଦେୟାର heads in sprightly dance ସେଠି ବି ଥିଲା ପର୍ସନିଫିକେସନ କାରଣ ପର୍ସନର କ୍ୱାଲିଟି ଦିଆହେଇଥିଲା ମାନେ ଇନକର୍ପୋରେଟ୍ କରାହେଇଥିଲା କାହା ଭିତରେ ନା ଫୁଲମାନଙ୍କ ଭିତରେ ଠିକ୍ ସେଇଭଳିଆ ଏଠି ବି ପୋଏଟ୍ ଫୁଲମାନଙ୍କୁ କୋଉ ଭଳିଆ ନା ମନୁଷ୍ୟ ଭାବରେ ଟ୍ରିଟ୍ କରୁଛନ୍ତି ମନୁଷ୍ୟର କ୍ୱାଲିଟିକୁ ନେଇକି ଇନକର୍ପୋରେଟ୍ କରୁଛନ୍ତି ତାହେଲେ ସେଇ ଲାଗି ଛୁଆମାନେ ଏଠି ହେଉଛି ପର୍ସନିଫିକେସନ ଫିଗର ଅଫ୍ ସ୍ପିଚ୍ ବ୍ୟବହାର ହେଇଛି। ମୁଁ ଆଶା କରୁଛି ତୁମେ ଛୁଆମାନେ ସବୁ ବୁଝିପାରୁଥିବ ଷ୍ଟାଞ୍ଜା 2ଟା କ୍ଲିୟର ହେଇଯାଇଥିବ। ଆମେ ଯିବା ନେକ୍ସଟ ଦେଖ ଛୁଆମାନେ ଆସିଗଲା କ'ଣ ଷ୍ଟାଞ୍ଜା 3 କ'ଣ ଆସିଗଲା ଷ୍ଟାଞ୍ଜା 3 ଦେଖ ଛୁଆମାନେ waves beside them danced but they outdid the sparkling waves in glee. A poet could not but be gay in such a jocund company. I gazed and gazed but little thought what wealth the shore to me had brought. এই stanza third stanza ଦେଖିବା ଚିତ୍ର ତ ଦେଖିପାରୁଥିବ ଛୁଆମାନେ କେତେ ସୁନ୍ଦର ଭାବରେ ଲାଗି ମୁଁ ଚିତ୍ରଟେ ବନେଇଛି ହଁ କି ନାଇଁ ଦେଖିବା The waves beside them danced. ଦେଖ waves ତ waves ଦେଖିପାରୁଛ ଏଇ waves ଚିତ୍ରରେ ଦେଖିପାରୁଛ waves beside them ସେମାନଙ୍କ କଡ଼ରେ କ'ଣ କରୁଛନ୍ତି ନୃତ୍ୟ କରୁଛନ୍ତି ସେମାନଙ୍କ କଡ଼ରେ କିଏ ସେମାନେ ମାନେ କିଏ ନା ଡାଫୋଡିଲ୍ସ ଡାଫୋଡିଲ୍ସଙ୍କ କଡ଼ରେ କିଏ ଅଛନ୍ତି waves ଅଛନ୍ତି ସେ waves ମାନେ କ'ଣ କରୁଛନ୍ତି ନୃତ୍ୟ କରୁଛନ୍ତି ତାହେଲେ waves କାହା କଡ଼ରେ ନା ଡାଫୋଡିଲ୍ସ କଡ଼ରେ ଡ୍ୟାନ୍ସ କରୁଥିଲେ କ'ଣ କରୁଥିଲେ they outdid the sparkling waves in glee କିନ୍ତୁ ସେମାନେ କ'ଣ ସେମାନେ ହେଉଛି ଡାଫୋଡିଲ୍ସ ମାନେ outdid ମାନେ କ'ଣ ଦେଖ ଆଉଟରୁ outdid ହେଇଛି ଆଉଟୁ ମାନେ କ'ଣ ଟପିଯିବା ଆଉଟୁ ଭର୍ବଟା ଛୁଆମାନେ ଯାହାର ଅର୍ଥ କ'ଣ ଟପିଯିବା କାହାଠାରୁ ନା ଦ ସ୍ପାର୍କଲିଂ ୱେଭ୍ସକୁ ଟପି ଯାଉଥିଲେ ସ୍ପାର୍କଲିଂ ମାନେ ଛୁଆମାନେ କ'ଣ ଝଲସୁଥିବା
ୱେଭ୍ସ ମାନେ ତ ବୁଝିପାରୁଛ, ଇଲି ମାନେ ଆନନ୍ଦରେ, ଆନନ୍ଦରେ ଡାଫୋଡିଲ୍ସ ମାନେ ସ୍ପାର୍କଲିଂ ୱେଭ୍ସକୁ ବି ଟପି ଯାଉଥିଲେ। ତାହେଲେ ଏଠି ପୋଏଟ୍ କ'ଣ ଫିଲ୍ କରୁଛନ୍ତି ନା ସେଠି ଡ୍ୟାନ୍ସ କରୁଥିଲା କିଏ ନା ୱେଭ୍ସ ବି ଡ୍ୟାନ୍ସ କରୁଛି ଏବଂ ଡାଫୋଡିଲ୍ସ ବି ଡ୍ୟାନ୍ସ କରୁଛନ୍ତି, ପରସ୍ପର କନଜିକ୍ୟୁଟିଭଲି ଡ୍ୟାନ୍ସ କରୁଛନ୍ତି, ମାନେ ପାଖାପାଖି ଡ୍ୟାନ୍ସ କରୁଛନ୍ତି ହେଲା କି ନାହିଁ। ୱେଭ୍ସ ମାନେ ନାଚୁଛନ୍ତି କାହା କଡ଼ରେ ନା ଡାଫୋଡିଲ୍ କଡ଼ରେ ନାଚୁଛନ୍ତି, ତୁମେ ଦେଖିପାରୁଥିବ ଚିତ୍ରରେ। କିନ୍ତୁ ପୋଏଟ୍କୁ କୋଉ ଡ୍ୟାନ୍ସଟା ଭଲ ଲାଗିଲା, କାହା ଡ୍ୟାନ୍ସ ନା ପୋଏଟ୍କୁ ଡ୍ୟାନ୍ସ ଭଲ ଲାଗିଲା କାହାର ନା ଡାଫୋଡିଲ୍ସର ଡ୍ୟାନ୍ସକୁ ଭଲ ଲାଗିଲା। ବୁଝିପାରିଲ କି ନାହିଁ? କୋଉ ଡ୍ୟାନ୍ସଟା ଭଲ ଥିଲା ପୋଏଟ୍ଙ୍କ ହିସାବରେ ନା ଡାଫୋଡିଲ୍ସର ଡ୍ୟାନ୍ସ। ସ୍ପାର୍କଲିଂ ୱେଭ୍ସ ତ କିଛି ନୁହଁ ଡାଫୋଡିଲ୍ସ ଆଗରେ ବୋଲି ପୋଏଟ୍ ଏଠି କହୁଛନ୍ତି। Poet could not but be gay in such a jocund company. ଯେ poet could not but be gay, ଗୋଟେ poet କ'ଣ ବା କରିପାରିବେ, could not କ'ଣ ବା କରିପାରିବେ, but be gay, be gay, be ମାନେ ହେବା, gay ମାନେ କ'ଣ ଆନନ୍ଦିତ ବା ଉଲ୍ଲାସିତ ହେବା, but ମାନେ ପରିବର୍ତ୍ତେ, ଆନନ୍ଦିତ ବା ଉଲ୍ଲାସିତ ହେବା ପରିବର୍ତ୍ତେ ଜଣେ poet କ'ଣ ବା କରିପାରିବ ଇନ୍ ସଚ୍ ଏ ଜକଣ୍ଡ କମ୍ପାନୀ, ସେଇ ଭଳିଆ ଜକଣ୍ଡ ମାନେ ବୁଝିପାରୁଛ, ଜକଣ୍ଡ ମାନେ ଉଲ୍ଲାସମୟ, କମ୍ପାନୀ ମାନେ ସାଥ, ସେଇ ଭଳିଆ, ସଚ୍ ମାନେ ସେଇ ଭଳିଆ ଗୋଟେ ଉଲ୍ଲାସମୟ ସାଥ ମିଳିଗଲେ, ସଙ୍ଗତ ମିଳିଗଲେ, କମ୍ପାନୀ ମାନେ ସଙ୍ଗତ, ଜକଣ୍ଡ ମାନେ କ'ଣ, ଜକଣ୍ଡ ମାନେ ଉଲ୍ଲାସମୟ, ସେଇ ଭଳିଆ ଉଲ୍ଲାସମୟ ସଙ୍ଗତ ମିଳିଗଲେ ଗୋଟେ ପୋଏଟ୍ କ'ଣ ବା କରିପାରିବ, କ'ଣ ଆନନ୍ଦିତ ହେବା ପରିବର୍ତ୍ତେ, ଆନନ୍ଦିତ ହେବା ପରିବର୍ତ୍ତେ ଗୋଟେ ପୋଏଟ୍ କ'ଣ ବା କରିପାରିବ। ବୁଝିପାରିଲ କି ନାହିଁ? ସେ କହୁଛି ଏ ପୋଏଟ୍ କୁଡ୍ ନଟ୍ ବଟ୍ ବି କେ, ଆନନ୍ଦିତ ହେବା ପରିବର୍ତ୍ତେ ପୋଏଟ୍ଟି କ'ଣ ବା କରିପାରିବ, ସେଇ ଭଳିଆ ଗୋଟେ ଉଲ୍ଲାସମୟ, ଜକଣ୍ଡ ମାନେ ଉଲ୍ଲାସମୟ, କମ୍ପାନୀ ମାନେ ସଙ୍ଗତ ଯଦି ମିଳିଯାଏ ପୋଏଟ୍ଟା କ'ଣ କରିପାରିବ। ପୋଏଟ୍ ସେତେବେଳେ ମାନେ ହେଲ୍ପଲେସ୍ ହେଇଯାଇଛନ୍ତି, ମାନେ ସିଏ ଆଉ ନିଜକୁ ଲୁଜ୍ କରୁଛନ୍ତି, ମାନେ ନିଜକୁ ନିଜେ ହଜେଇ ଦେଇଛନ୍ତି। ସେ ଏତେ ବିମୋହିତ ହେଇଯାଇଛନ୍ତି, ଏତେ ଆନନ୍ଦିତ ହେଇକି ମନମୁଗ୍ଧକାରୀ ସେ ଯେଉଁ ଡାଫୋଡିଲ୍ସର ଦୃଶ୍ୟକୁ ଦେଖିକି ଏତେ ଆନନ୍ଦ ତାଙ୍କ ମନ ହେଇଯାଇଛି, ଏତେ ବିମୋହିତ ହେଇଯାଇଛନ୍ତି, ତ ସିଏ କ'ଣ କହୁଛନ୍ତି ମୁଁ ଆଉ କିଛି କରିପାରୁନି ବୋଲି ବାସ୍ ଦେଖୁଛି, କ'ଣ କରୁଛି ନା ମୁଁ ଦେଖୁଛି କହୁଛି, ଆଇ ଗେଜ୍ଡ ଆଣ୍ଡ ଗେଜ୍ଡ, ମୁଁ ଦେଖୁଥିଲି ଏବଂ ଦେଖୁଥିଲି, କେମିତି ଦେଖୁଥିଲି, ଗେଜ୍ ମାନେ ଏକ ଲୟରେ ମୁଁ ଚାହିଁଥିଲି, ଲିଟିଲ୍ ଥଟ୍, ଟିକେ ବି କିଛି ଭାବୁନଥିଲି, କୌଣସି କଥା ମୋ ମଥାରେ ପଶୁନଥିଲା। ଲିଟିଲ୍ ଥଟ୍ ମାନେ କ'ଣ ଛୁଆ ମାନେ ନୋ ଥଟ୍, କିଛି ମଥାରେ ଆସୁନଥିଲା, ବଟ୍ ମାନେ ପରିବର୍ତ୍ତେ କିଛି ବି ଚିନ୍ତା ମୋ ମନରେ ନଥିଲା, ମୁଁ ବାସ୍ ଏକା ଲୟରେ ଦେଖୁଥିଲି। କାରଣ ସେଭଳିଆ ଜକଣ୍ଡ କମ୍ପାନୀ ଯଦି ଥିବ, ଉଲ୍ଲାସମୟ ସଙ୍ଗତ ଥିବ, ତାହେଲେ ମଣିଷ ଗୋଟେ ପୋଏଟ୍ଟେ, ମଣିଷ ନୁହଁ ପୋଏଟ୍ଟା କ'ଣ ବା କରିପାରିବ, କିଛି କରିପାରିବ ନାହିଁ। ସେ ଦେଖିବ ଏବଂ ଦେଖିବ, ଖାଲି ଏକ ଲୟରେ ସେ ଚାହିଁଥିବ। What wealth the show to me had brought, ଯୋଉ ବି, what ମାନେ ଯୋଉ, wealth ମାନେ କ'ଣ, ସମ୍ପଦ, show, ଏଇ ଯୋଉ ଦୃଶ୍ୟ ମତେ ଆଣି ଦେଇଥିଲା, ଯୋଉ ସମ୍ପଦ ମତେ ଏ ଦୃଶ୍ୟ ଆଣି ଦେଇଥିଲା, ସେଇ ଯୋଉ ସମ୍ପଦ ଆଣି ଦେଇଥିଲା ସେଟା କ'ଣ ନା ସେଟା ପ୍ରାଇସଲେସ୍ ଥିଲା। କ'ଣ ଥିଲା ୱେଲ୍ଥଟା? ପ୍ରାଇସଲେସ୍। କ'ଣ? ପ୍ରାଇସଲେସ୍ ଅଫ୍ ଜୟ ଆଣ୍ଡ ପିସ୍, ଶାନ୍ତି ଖୁସିର ଯୋଉ ଅମୂଲ୍ୟ ସମ୍ପଦ ସେ ଥିଲା, ସେ ଦୃଶ୍ୟ ତାଙ୍କୁ ଆଣି ଦେଇଥିଲା। ସେଥିରେ ସେଇ ଲାଗି ସେ ଚାହିଁକି ଏକ ଲୟରେ ଚାହିଁକି ରହିଥିଲେ, କିଛି ବି ନ ଭାବିକି ଏକ ଲୟରେ ଚାହିଁକି ରହିଥିଲେ। କାହିଁକି ନା ସେଇ ଯୋଉ ଦୃଶ୍ୟ ତାଙ୍କୁ କ'ଣ ଆଣି ଦଉଥିଲା ନା ଅମୂଲ୍ୟ ସମ୍ପଦ ଆଣି ଦଉଥିଲା, ଯେଟା କି ମାନେ କ'ଣ କହିବି, ଯୋଉଟାକି ପ୍ରାଇସଲେସ୍, ଯାହାର ପ୍ରାଇସ୍ କେହି ବି ଦେଇପାରିବେନି, ସେଇ ଭଳିଆ ସମ୍ପଦ ତାଙ୍କୁ ମିଳୁଥିଲା। ପ୍ରାଇସଲେସ୍ ଅଫ୍ ଜୟ, ଆନନ୍ଦ ଏବଂ ଶାନ୍ତି ମିଳୁଥିଲା। ବୁଝିପାରିଲ କି ନାହିଁ ଛୁଆମାନେ? ଆମେ ଦେଖିବା କ'ଣ ଫିଗର ସ୍ପିଚ୍ ଅଛି। ଦ ୱେଭ୍ସ ବିସାଇଡ୍ ଦେମ୍ ଡ୍ୟାନ୍ସଡ୍ ବଟ୍ ଦେ ଆଉଟଡିଡ୍ ଦ ସ୍ପାର୍କଲିଂ ୱେଭ୍ସ ଇନ୍ ଗ୍ଲି। ଏଠି କ'ଣ ଫିଗର ସ୍ପିଚ୍ ଅଛି ଦେଖ। ଦ ୱେଭ୍ସ ମାନେ କ'ଣ କରୁଛନ୍ତି ନା ଡ୍ୟାନ୍ସ କରୁଛନ୍ତି। କ'ଣ କରୁଛନ୍ତି? ଡ୍ୟାନ୍ସ କରୁଛନ୍ତି। ୱେଭ୍ସ ମାନେ ଡ୍ୟାନ୍ସ କରୁଛନ୍ତି। ତାହେଲେ ଏଠି ହ୍ୟୁମାନ୍ କ୍ୱାଲିଟି ଦିଆହେଇଛି, ପର୍ସନିଫାଇ କରାହେଇଛି ଦ ୱେଭ୍ସକୁ। ତାହେଲେ ଏଠି ଜଣାପଡ଼ିଯାଉଛି ଏଠି ଫିଗର ସ୍ପିଚ୍ କ'ଣ ଅଛି ନା ପର୍ସନିଫିକେସନ୍ ଅଛି। ତାପରେ ପୋଏଟ୍ କୁଡ୍ ନଟ୍ ବଟ୍ ବି କେ ଇନ୍ ସଚ୍ ଏ ଜକଣ୍ଡ କମ୍ପାନୀ। ପୋଏଟ୍ କ'ଣ ବା କିଛି ବି କରିପାରିବ ନାହିଁ ସେଇଭଳିଆ ଆନନ୍ଦିତ ହବା ପରିବର୍ତ୍ତେ, ସେଇଭଳିଆ ଯୋଉ ଜକଣ୍ଡ କମ୍ପାନୀ ପାଇଛ। ଜକଣ୍ଡ ମାନେ କ'ଣ? ଉଲ୍ଲାସମୟ, କମ୍ପାନୀ ମାନେ ସଙ୍ଗତ। ଏଠି ଗୋଟେ ପ୍ରକାରର
ପଏଣ୍ଟକୁ ମିଳିଯାଇଛି ସତେ ଯେପରି ତାଙ୍କର ହେଉଛି ସାଙ୍ଗ ସବୁ ଫ୍ରେଣ୍ଡସ୍ ମାନେ ମିଳିଯାଇଛନ୍ତି, ପିଲା ସମୟ ସାଙ୍ଗ ମିଳିଯାଇଛନ୍ତି। ଏଠି କ'ଣ କୁହାହେଉଛି ଜପନ୍ କମ୍ପାନୀ ବି ସେମିତି କ'ଣ ଏଠି ବ୍ୟବହାର କରାଯାଇଛି, ପର୍ସନର କ୍ୱାଲିଟି ଦିଆହେଇଛି, ପର୍ସନିଫିକେସନ ଫିଗର ଅଫ ସ୍ପିଚ୍ ଅଛି। ତାପରେ ଆଇ ଗେଜ୍ଡ ଆଣ୍ଡ ଗେଜ୍ଡ ବଟ୍ ଲିଟିଲ୍ ଥଟ୍, ମୁଁ ଚାହିଁଲି ଏବଂ ଚାହିଁଲି, ପୁରା ଏକ ଲହରେ ଚାହିଁଲି, କିଛି ବି ଭାବିଲି ନାହିଁ। ଯୋଉ ସମ୍ପତ୍ତି ସେଟା ପ୍ରାଇସଲେସ୍ ଥିଲା, ହେଲେ କି ମୁଁ ସେ ଶୋଟା ଏଇ ଯୋଉ ଦୃଶ୍ୟ ମୋତେ ଆଣି ଦେଉଥିଲା ବୋଲି ସେ କହୁଛି। ସେ ସମ୍ପତ୍ତି କ'ଣ, ପ୍ରାଇସଲେସ୍ ଅଫ୍ ଜୟ ଆଣ୍ଡ କ'ଣ ଥିଲା ନା ପିସ୍। ତାହେଲେ ପ୍ରାଇସଲେସ୍ ଅଫ୍ ଜୟ ଆଣ୍ଡ ପିସ୍, ଦେଖ ଏଇଠି ୱେଲ୍ଥଟା ଯୋଉ ଏଠି କୋଉ ଫିଗର ସ୍ପିଚ୍ ହବ ଛୁଆମାନେ, ଏଇ ଯୋଉ ୱାଟ୍ ୱେଲ୍ଥ ବି ଆମେ କହିପାରିବା। ଏଇଟା ୱା ସାଉଣ୍ଡ ଆସୁଛି, ତାହେଲେ ଅଲିଟରେସନ ବି କହିପାରିବା। ମୁଁ ଅଲିଟରେସନର ମୁଁ ଅଲରେଡି କହିସାରିଛି ଡେଫିନେସନ ଛୁଆମାନେ, ୱାଟ୍ ୱେଲ୍ଥ, ୱା ଦିଟା ଯୋଉ ସାଉଣ୍ଡ ଆସୁଛି, ତାହେଲେ ଅବଭିୟସଲି ରିପିଟେସନ ଅଫ କନସୋନେଣ୍ଟ ସାଉଣ୍ଡସ୍ କନଜିକ୍ୟୁଟିଭଲି ଆସିଛି। ତାହେଲେ ଆମେ ସିମିଲାର ଦ ରିପିଟେସନ ଅଫ ସିମିଲାର କନସୋନେଣ୍ଟ ସାଉଣ୍ଡସ୍ କନଜିକ୍ୟୁଟିଭଲି, ତାମାନେ ଆମେ ଜାଣିବୁ ଏଇଟା ରିପିଟେସନ। ଏଇଟା ଆମର କ'ଣ ଆସୁଛି, ଅଲିଟରେସନ। ଇଭିନ୍ ଏଇଟାକୁ ବି ଖାଲି ଆମେ ଯୋଉ ଏଇ ଯୋଉ ଜିନିଷଟାକୁ ୱେଲ୍ଥ ଖାଲି ରହିଲା, କ'ଣ ରହିଲା ଛୁଆମାନେ, ୱେଲ୍ଥ ଯୋଉ ଖାଲି ରହିଲା, ଆମେ କହିପାରିବା ଏ ଯୋଉ ୱେଲ୍ଥଟା ରହିଲା, ସେଟାକୁ ଆମେ କ'ଣ କହିପାରିବା, ସେଟାକୁ ମଧ୍ୟ ଆମେ କହିପାରିବା କ'ଣ ନା ୱେଲ୍ଥଟାକୁ ଆମେ କହିପାରିବା ମେଟାଫର ବୋଲି କହିପାରିବା। କ'ଣ କହିବା, ମେଟାଫର। ୱେଲ୍ଥଟା କାହା ଲାଗି ବ୍ୟବହାର କରାଯାଇଛି ଛୁଆମାନେ, କାହାକୁ ଆଇଡେଣ୍ଟିଫାଇ କରୁଛି ନା ପ୍ରାଇସଲେସ୍ ଜୟ ଆଣ୍ଡ ହ୍ୟାପିନେସ୍, ପ୍ରାଇସଲେସ୍ ଜୟ ଆଣ୍ଡ ପିସ୍କୁ ସେଇ ଲାଗି ଏଟାକୁ ମେଟାଫର ବୋଲି କହିବା। କ'ଣ କହିବା ଛୁଆମାନେ, ମେଟାଫର ବୋଲି ଏଠି ଫିଗର ଅଫ ସ୍ପିଚ୍ କହିପାରିବା। ଯଦି ୱାଟ୍ ୱେଲ୍ଥ ଦେଇଥିବ ତାହେଲେ ତମେ ଅଲିଟରେସନ କହିବ। ଯଦି ଖାଲି ୱେଲ୍ଥ ଦେଇଛି, ୱାଟ୍ ୱେଲ୍ଥ ଦେଇଥାଇପାରେ, କିନ୍ତୁ ଦେଖିବ ଅପସନରେ କ'ଣ ଅଛି, ତ ଏଠି ଦୁଇଟା ସାରା ହେଇପାରିବ ଛୁଆମାନେ। ତ ଅଲିଟରେସନ ହେଇପାରୁଛି, ତା ସହିତ ଗୋଟେ କ'ଣ ହେଇପାରୁଛି, ମେଟାଫର ବି ହେଇପାରୁଛି। ତାହେଲେ ଆମେ ଏଠି ତିନିଟା ଫିଗର ଅଫ ସ୍ପିଚ୍ ପାଇଲୁ। ଗୋଟେ ୱେଭ୍ସ ଡ୍ୟାନ୍ସ କରୁଛି, ସେଟା ପର୍ସନିଫିକେସନ। ଜକଟ୍ କମ୍ପାନୀ, ସେଟା ହେଉଛି କ'ଣ ଆମର ପର୍ସନିଫିକେସନ। ତାପରେ ବାକି ରହିଲା ୱାଟ୍ ୱେଲ୍ଥ, ପ୍ରକାର ହେଇପାରିବ, ଅଲିଟରେସନ ବି ହେଇପାରିବ। ତା ସହିତ ଆମେ କ'ଣ ହେଇପାରିବ ଛୁଆମାନେ, ତମର କ'ଣ ହେଇପାରିବ ଛୁଆମାନେ, ମେଟାଫର ବି ହେଇପାରିବ। ବୁଝିପାରିଲ? ଆଗକୁ ଯିବା। The fourth stanza, this is the last stanza of this poem. For often when on my couch I lie in vacant or in pensive mood, flash upon that inward eye which is the bliss of solitude, and then my heart with pleasure feels and dances with the daffodils. For often, ଅନେକ ଥର, କ'ଣ ହୁଏ ଛୁଆମାନେ, ଯେହେତୁ ଅନେକ ଥର, when on my couch, ଯେତେବେଳେ ମୁଁ ମୋର ଆରାମଦାୟକ ଚୌକିରେ ବସିଥାଏ। I lie ମାନେ କ'ଣ, ଆରାମ କରୁଥାଏ। I ମାନେ କ'ଣ, ଆରାମ କରୁଥାଏ। କୋଉଠି, ମୋର ଆରାମଦାୟକ ଚୌକି। ଦେଖିପାରୁଛ ଏ ଚୌକି କେମିତି ହେଇଛି, ଏ ଚୌକିରେ ହେଲା, କେମିତି, ଅନେକ ଥର, ମାନେ ଅନେକ ସମୟରେ, ସରି, in vacant or in pensive mood, କ'ଣ ଛୁଆମାନେ କୋଉଥିରେ ଥାଏ ନା, vacant କିମ୍ବା pensive moodରେ ଥାଏ। vacant ମାନେ ଚିନ୍ତା ନଥିବା, ମାନେ ଫ୍ରି ଫ୍ରମ୍ ଏଂଜାଇଟି, ବା ତମେ କହିପାରିବ ମାନେ ଅବସର ସମୟ। ଅର୍ ଇନ୍ ପେନ୍ସିଭ୍ ମାନେ ଚିନ୍ତାଗ୍ରସ୍ତ ମୁହୂର୍ତ୍ତରେ, ମୁଡ୍ ମାନେ ମୁହୂର୍ତ୍ତରେ। ହେଲେ ମୁଁ ଯେତେବେଳେ ଚିନ୍ତାରେ ଥାଏ ବା କେତେବେଳେ ମୁଁ ଚିନ୍ତାରେ ନଥାଏ, ମୁଁ କୋଉଠି ବସିଥାଏ, ମୋ କାଉଚରେ ବସିଥାଏ, ଡେରି ବସିଥାଏ। ସେତେବେଳେ କ'ଣ ହୁଏ ଛୁଆମାନେ, ଯେତେବେଳେ ଡେରିକି ମୁଁ ବସିଥାଏ, ସେତେବେଳେ କ'ଣ ହୁଏ ଛୁଆମାନେ, ଦେ ଫ୍ଲାସ୍ ଅପନ୍ ଦ୍ୟାଟ୍ ଇନୱର୍ଡ ଆଏ, ସେମାନେ ଫ୍ଲାସ୍ ଅପନ୍ ହୁଅନ୍ତି। ଫ୍ଲାସ୍ ଅପନ୍ ମାନେ କ'ଣ ଛୁଆମାନେ, ଉଙ୍କି ମାରିବା, ସେମାନେ ଉଙ୍କି ମାରନ୍ତି। ସେହି ଇନୱର୍ଡ ଆଏ, ଇନୱର୍ଡ ମାନେ ଅନ୍ତର୍ଦୃଷ୍ଟି, ଇନୱର୍ଡ ଆଏ ମାନେ ଅନ୍ତର୍ଦୃଷ୍ଟି, ଯୋଉ ଆମର ତୃତୀୟ ନୟନ ଯାହା କୁହାଯାଏ ବା ମାଇଣ୍ଡସ୍ ଆଏ ବୋଲି କୁହାଯାଏ। ତୃତୀୟ ନୟନ ବା ମାଇଣ୍ଡସ୍ ଆଏ ବୋଲି କୁହାଯାଏ। ସେମାନେ କ'ଣ ମାରନ୍ତି, ଫ୍ଲାସ୍ ଅପନ୍ ହୁଅନ୍ତି, ସେମାନେ ଫ୍ଲାସ୍ ଅପନ୍ ଉଙ୍କି ମାରନ୍ତି ସେହି ତୃତୀୟ ନୟନରେ। ବୁଝିପାରିଲ କି ନାହିଁ? କୋଉମାନେ ଛୁଆମାନେ ପୁଣି ତମ ମନରେ ଆସିଥିବ, ଏଠି କୋଉମାନେ ତୁମର ଡାଫୋଡିଲ୍ସ ମାନେ ଉଙ୍କି ମାରୁଛନ୍ତି। କୋଉଠି ନା ସେହି ତୃତୀୟ ନୟନରେ, ଅନ୍ତର୍ଦୃଷ୍ଟି। କେତେବେଳେ ନା, ଯେତେବେଳେ ମୁଁ ଅବସର ସମୟ କିମ୍ବା କୋଉ ମୁହୂର୍ତ୍ତରେ ନା, ଚିନ୍ତାଗ୍ରସ୍ତ ମୁହୂର୍ତ୍ତରେ ବସିଥାଏ। କୋଉଠି ନା, କାଉଚରେ ବସିଥାଏ। କୋଉଠି ବସିଥାଏ, କାଉଚରେ ବସିଥାଏ। ସେତେବେଳେ ସେମାନେ ଉଙ୍କି ମାରନ୍ତି ମୋର ଅନ୍ତର୍ଦୃଷ୍ଟିରେ। which is the bliss of solitude, ଯୋଉଟା ପରମ ଆନନ୍ଦ of solitude। solitude ମାନେ କ'ଣ, ନିସଙ୍ଗତା, ଏକୁଟିଆ, loneliness
ର ପରମ ଆନନ୍ଦ ମାନେ ଏକୁଟିଆ ବସିଥାନ୍ତି ନା ପୋଏଟ, ସେ ଯେ ଏକୁଟିଆ ବସିଥିବା ସମୟରେ ଯୋଉମାନେ ସେମାନେ ଉଙ୍କି ମାରନ୍ତି ତାଙ୍କ ତୃତୀୟ ନୟନରେ ସେ ତାଙ୍କ ଲାଗି କଣ ଥିଲା ନା ପରମ ଆନନ୍ଦ ଥିଲା। କଣ ଥିଲା? ପରମ ଆନନ୍ଦ। ପ୍ଲିଜ ମାନେ ପରମ ଆନନ୍ଦ। ବୁଝିପାରିଲେ କି ନାଇଁ ଛୁଆମାନେ? ତାପରେ କଣ ହୁଏ? ମୋର ହୃଦୟ କଣ ହୁଏ? ପ୍ଲେଜରରେ ଫିଲ୍ ହେଇଯାଏ। ମୋ ହୃଦୟରେ ପୁରା ଖୁସି ଭରିଯାଏ। ପ୍ଲେଜର, ମୋ ହୃଦୟରେ କଣ ଭରିଯାଏ? ନା ଖୁସି ଭରିଯାଏ। ଏବଂ ଡ୍ୟାନ୍ସେସ୍ କରେ ୱିଥ୍ ଦ ଡାଫୋଡିଲ୍ସ। ତାପରେ ଡ୍ୟାନ୍ସ କରିବାକୁ ଲାଗେ। କାହା ସହିତ? ନା ଡାଫୋଡିଲ୍ସ ମାନଙ୍କ ସହିତ ଡ୍ୟାନ୍ସ କରିବାକୁ ଲାଗେ। ତାହେଲେ କଣ ହୁଏ? ଆଣ୍ଡ ଦେନ୍ ମାଇ ହାର୍ଟ ୱିଥ୍ ପ୍ଲେଜର ଫିଲ୍ସ। ତାପରେ ମୋ ହୃଦୟରେ ଖୁସି ଭରିଯାଏ ଏବଂ ମୋ ହୃଦୟ ନୃତ୍ୟ କରିବାକୁ ଲାଗି ପଡେ। କାହା ସହିତ? ଡାଫୋଡିଲ୍ସ ମାନଙ୍କ ସହିତ ମୋ ହୃଦୟ ନୃତ୍ୟ କରିବାକୁ ଲାଗି ପଡେ। ତାହେଲେ ଦେଖ ଛୁଆମାନେ, ଶେଷରେ କହୁଛି ଅନେକ ସମୟରେ ଯେତେବେଳେ କଣ ମୁଁ ମୋ କାଉଚରେ ଆରାମଦାୟକ ଚୌକିରେ ମୁଁ ଆରାମ କରୁଥାଏ, ବସିକି ଆରାମ କରୁଥାଏ ବା ଡେରି ଆରାମ କରୁଥାଏ, ସେଇଠି ଯୋଉ ମୁହୂର୍ତ୍ତ ହେଇଥିବ ସେ ମୁହୂର୍ତ୍ତଟା କଣ ଥିବ? ଚିନ୍ତାଗ୍ରସ୍ତ ବା ଅବସର ମୁହୂର୍ତ୍ତ ହେଇଥିବ ବା ଚିନ୍ତାଗ୍ରସ୍ତ ମୁହୂର୍ତ୍ତ ହେଇଥିବ। ଚିନ୍ତିତ ଥିବି ବା ଫ୍ରି ଫ୍ରମ୍ ଏଂଜାଇଟି, ପୁରା ଆରାମରେ ବସିଥିବି। ସେହି ସମୟରେ ସେମାନେ କ୍ଲାସ୍ ହୁଅନ୍ତି। କୋଉଠି? ମୋ ଆଖିରେ, ମୋ ଅନ୍ତର୍ଦୃଷ୍ଟିରେ, ଯୋଉଟାକି କଣ? ବ୍ଲିସ୍ ଅଫ୍ ସଲିଚ୍ୟୁଡ୍। ଯୋଉଟାକି କଣ? ବ୍ଲିସ୍, ପରମ ଆନନ୍ଦ, ସଲିଚ୍ୟୁଡ୍, ନିସଙ୍ଗତାର ପରମ ଆନନ୍ଦ ବୋଲି କୁହାଯାଉଛି। ତାପରେ ସେଇଥିଲାଗି କଣ ହୁଏ? ମତେ ବହୁତ ପରମ ଆନନ୍ଦ ମିଳେ। ମୁଁ ଏକୁଟିଆ ସବୁ ବସିଥାଏ, ସେଟା ମୋର ପରମ ଆନନ୍ଦ। ଏଗୁଡ଼ା ଯେତେବେଳେ ଆସିକି ମୁଁ ଏକୁଟିଆ ବସିଥାଏ, ସେଇ ସମୟରେ କଣ ହୁଏ? ସବୁ ଉଙ୍କି ମାରନ୍ତି ମୋ ତୃତୀୟ ନୟନ। ସେଇଟା ହିଁ ମତେ ପରମ ଆନନ୍ଦ ମିଳେ। ତାପରେ କଣ ହୁଏ? ମୋ ହାର୍ଟରେ କଣ? ପ୍ଲେଜର, ଖୁସି ଭରିଯାଏ ଏବଂ ଡ୍ୟାନ୍ସେସ୍ କରେ ମୋ ହୃଦୟ। କାହା ସହିତ? ନା ଡାଫୋଡିଲ୍ସ ମାନଙ୍କ ସହିତ ଡ୍ୟାନ୍ସ କରିବାକୁ ଲାଗେ। ଏଠି ଆମେ ଦେଖିବା ଛୁଆମାନେ ଫିଗର ଅଫ ସ୍ପିଚ୍ କଣ ଅଛି? ନା ଫିଗର ଅଫ ସ୍ପିଚ୍ ଅଛି ଇନଓର୍ଡ ଆଇ। କଣ ଅଛି? ଇନଓର୍ଡ ଆଇ। এটা ମେଟାଫର କହିପାରିବେ। ମାନେ ଏଟା କହିଲେ ମେମୋରିକୁ ବୁଝଉଛି। କାହାକୁ ବୁଝୁଛି? ମେମୋରି। ଯୋଉ ଜିନିଷ ତାଙ୍କ ମେମୋରିରେ ଥାଏ ସେଗୁଡ଼ା ତ କ୍ଲାସ୍ କରୁନଥିବ ନା। ସେ ଯୋଉ ମାଇଣ୍ଡସ୍ ଆଇ କହୁଛି ଇନଓର୍ଡ ଆଇ, ଏଟା ହଉଛି ମେଟାଫର। ଇନଓର୍ଡ ଆଇଟା କାହାକୁ ରେଫର କରୁଛି? ନା ମେମୋରିକୁ ରେଫର କରୁଛି। ମେମୋରିକୁ ରେଫର କରୁଛି। ତାପରେ ଆଉ କଣ ଅଛି? ଆଣ୍ଡ ଦେନ୍ ମାଇ ହାର୍ଟ ୱିଥ୍ ପ୍ଲେଜର ଫିଲ୍ସ ଆଣ୍ଡ ଡ୍ୟାନ୍ସେସ୍ ୱିଥ୍ ଦ ଡାଫୋଡିଲ୍ସ। କଣ ହଉଛି? ମୋ ହୃଦୟ ହଉଛି କଣ ହଉଛି? ଡ୍ୟାନ୍ସ କରୁଛି। କାହା ସହିତ? ନା ଡାଫୋଡିଲ୍ସ ମାନଙ୍କ ସହିତ ଡ୍ୟାନ୍ସ କରୁଛି। ତାହେଲେ ଏଠି କଣ ଫିଗର ଅଫ ସ୍ପିଚ୍ ଅଛି? ମୋ ହୃଦୟ ନାଚିଲାଣି, ମଣିଷ ଭଳିଆ ନାଚୁଛି। ତାହେଲେ ମନୁଷ୍ୟର କିଛି କ୍ୱାଲିଟି ଦିଆହେଇଛି, ତାହେଲେ ପର୍ସନିଫିକେସନ। ଏଠି ହଉଛି ପର୍ସନିଫାଇ କରାଯାଇଛି ମାଇ ହାର୍ଟକୁ, ତାହେଲେ ଏଠି ହଉଛି ପର୍ସନିଫିକେସନ। ତାପରେ ଆଉ ଏଠି କିଛି ଫିଗର ଅଫ ସ୍ପିଚ୍ ଅଛି କି? ତ ଏଇ ଦିଟା ଏଠି ଫିଗର ଅଫ ସ୍ପିଚ୍ ଅଛି ଛୁଆମାନେ। ତ ଫାଇନାଲି ତ ଚାରିଟା ଷ୍ଟାଞ୍ଜା ମୁଁ ତମକୁ ବୁଝେଇଦେଲି। ମୁଁ ଆଶା କରୁଛି ତମେ ବୁଝିପାରୁଥିବ ପୁରା ଷ୍ଟାଞ୍ଜାକୁ। ତଥାପି ଲାଷ୍ଟରେ ଗୋଟେ ଜିନିଷ ତମକୁ ଆଉଥରେ, ପୋଏଟ ଯୋଉ କହିଛନ୍ତି ତାଙ୍କ ପୋଏଟ୍ର ଡେଫିନେସନ, ସେଇ ହିସାବରେ ସେଇ ପୋଏମକୁ ଲେଖିଛନ୍ତି କି ନାହିଁ, ସେଟା ଜଷ୍ଟିଫାଇ ତାଙ୍କ ଡେଫିନେସନ ତାଙ୍କ ପୋଏମରେ ହଉଛି କି ନାହିଁ, ଆମେ ସେଇଟା ଟିକେ ଦେଖିବା, ଆନାଲିସିସ୍ କରିବା। ତାଙ୍କ ଯୋଉ ଡେଫିନେସନ ଦେଇଛନ୍ତି ପୋଏଟ୍ରିର, କିଏ ଦେଇଛନ୍ତି? ଆମର ୱିଲିୟମ ୱର୍ଡସୱର୍ଥ। ସେଇଟା ତାଙ୍କ ପୋଏମରେ ଜଷ୍ଟିଫିକେସନ ହଉଛି କି ନାହିଁ ସେଇଟା ଦେଖିବା। ଦେଖ, ସେ କହିଥିଲେ କଣ? ସ୍ପଣ୍ଟାନିୟସ୍ ଓଭରଫ୍ଲୋ ଅଫ୍ ପାୱାରଫୁଲ ଫିଲିଙ୍ଗସ୍। ସ୍ପଣ୍ଟାନିୟସ୍ ଓଭରଫ୍ଲୋ ପାୱାରଫୁଲ ଫିଲିଙ୍ଗସ୍ ମାନେ କଣ? ସଡନଲି କଣ ହବ? ସଡନଲି ଓଭରଫ୍ଲୋ ହବ ବା ନ୍ୟାଚୁରାଲି ଓଭରଫ୍ଲୋ ହବ। କଣ? ନା ହଉଛି ପାୱାରଫୁଲ ଫିଲିଙ୍ଗସ୍ ମାନେ ଶକ୍ତିଶାଳୀ ଭାବନା ଗୁଡ଼ିକ ଓଭରଫ୍ଲୋ ହବାକୁ ଲାଗିବ। ରାଇଜିଂ ଫ୍ରମ୍, କୋଉଠୁ ସେଟା ଶକ୍ତିଶାଳୀ ଭାବନାଟା କୋଉଠୁ ତିଆରି ହବ? ନା ଇମୋସନ୍ସ। ଯୋଉ ଇମୋସନ୍ସ ଅଛି, ଆବେଗ ଅଛି, ସେ ଆବେଗଟା ହ୍ୟାପିନେସ୍ ହେଇଥାଇପାରେ କି ସ୍ୟାଡନେସ୍ ହେଇଥାଇପାରେ। ଆବେଗ ରିକଲେକ୍ଟେଡ୍ ହେଇଥିବ। ରିକଲେକ୍ଟେଡ୍ ମାନେ ମନେ ପଡୁଥିବ। ଇମୋସନ୍ସ ରିକଲେକ୍ଟେଡ୍ ଇନ୍ ଟ୍ରାଙ୍କୁଇଲିଟି। ଟ୍ରାଙ୍କୁଇଲିଟି ମାନେ ନିସଙ୍ଗତାରେ, ଏକୁଟିଆ, ଲନଲିନେସ୍ ବା ସଲିଚ୍ୟୁଡ୍। ଏକୁଟିଆ ବସିଥିବା ସମୟରେ କଣ ମନେ ପଡିବ? ଇମୋସନ୍ସ ଗୁଡା। ଇମୋସନ୍ସ ମାନେ କଣ? ଇମୋସନ୍ସ କହିଲେ ସେଟା ହ୍ୟାପିନେସ୍ ହେଇଥାଇପାରେ ବା ସ୍ୟାଡନେସ୍ ହେଇଥାଇପାରେ। ସେଟା କଣ ହବ? ନା ସେଟା ମନେ ପଡିବ। ସେଉଠୁ ତିଆରି ହବ କଣ ଛୁଆମାନେ? ସେଉଠୁ କଣଟା ତିଆରି ହବ? ମୁଁ ଲାଷ୍ଟରୁ ପ୍ରଥମ ଆଡକୁ ଯାଉଛି। କଣ ତିଆରି ହବ ଛୁଆମାନେ? ପାୱାରଫୁଲ ଫିଲିଙ୍ଗସ୍ ତିଆରି ହବ। ସେ ଯୋଉ ପାୱାରଫୁଲ ଫିଲିଙ୍ଗସ୍ ତିଆରି ହବ, ସେଟା ନ୍ୟାଚୁରାଲି ତିଆରି ହବ, ଆଉ ହଠାତ୍ କି ତିଆରି ହବ, ଆଉ ବହୁ ମାତ୍ରାରେ ତିଆରି ହବ। ଶେଷରେ କଣ ହବ? ପୋଏଟ ବାଧ୍ୟ ହେବେ ତାକୁ ପୋଏମର ଆକାର ଦବା ଲାଗି। ତ ଦେଖ, ସେଇ ଭଳିଆ ଜିନିଷ ଏଠି କଣ ହେଲା? ନା ପୋଏଟ ଏକୁଟିଆ ଘୁରି ବୁଲୁଥିଲେ। କୋଉଠି? ନା ଲେକ୍ ପାଖରେ ଘୁରି ବୁଲୁଥିଲେ ଏକୁଟିଆ।
ଦୁଃଖରେ ଥିଲେ ହଠାତ୍ କି ତାଙ୍କର ଦେଖା ହେଲା କାହା ସହିତ ନା ଡ୍ୟାଫୋଡିଲ୍ସ ଫୁଲ ସହିତ ଫୁଲକୁ ଦେଖିଲା ପରେ ତାଙ୍କ ମନ ପୁରା ବିମୋହିତ ହେଲା, ସେ ବହୁତ ଖୁସି ହେଇଗଲେ ସେ ସବୁ ଦେଖିକି। ତାପରେ ଯେତେବେଳେ ଏକୁଟିଆ ଆସି ଘରେ ବସିଛନ୍ତି ସେ ହଉଛି ସେ ଭେକେଣ୍ଟ ମୁଡରେ ଥାଇପାରନ୍ତି ବା ପେନ୍ସିଭ ଚିନ୍ତାଗ୍ରସ୍ତ ମୁହୂର୍ତ୍ତରେ ଥାଇପାରନ୍ତି, ସେଗୁଡ଼ା ବାର ବାର ତାଙ୍କ ମନରେ ଆସିଲା, ବାର ବାର ସେମାନେ ଉଙ୍କି ମାରିଲା, ମାନେ ସେଇ ଯୋଉ ଇମୋସନ୍ସ ସେଗୁଡ଼ା କଣ ଖୁସିର ଯୋଉ ଇମୋସନ୍ସ ବାର ବାର ଉଙ୍କି ମାରିଲା କୋଉଠି ନା ତାଙ୍କ ମଥାରେ ଇନୋଡା ମାନେ ମେମୋରିରେ ଆସିଲା। ଯେତେବେଳେ ମେମୋରିରେ ଆସିଲା ସେ ପରମ ଆନନ୍ଦ ପାଇଲେ। କଣ ନା ଏକୁଟିଆ ବସିଥିଲେ ଛୁଆମାନେ, ଏକୁଟିଆ ମାନେ ଦେଖ ମୁଁ ସେ କଣ କହିଛି ନା ଇମୋସନ୍ସ ରିକଲେକ୍ଟେଡ ଇନ୍ ଟ୍ରାଙ୍କୁଇଲିଟି, ସେଇ ଯୋଉ ଆବେଗଟା ରିକଲେକ୍ଟେଡ ହବ। ରିକଲେକ୍ଟେଡ ମାନେ କଣ ଛୁଆ ମାନେ ନା ମନେ ପଡିବ ସେ ଆବେଗ ଗୁଡ଼ିକ ଏକୁଟିଆ ଥିବା ସମୟରେ। ସେଇଭଳିଆ ବ୍ଲିସ୍ ଅଫ ସଲିଚୁଡ ଏଇଠି ଅଛି, ମାନେ ସଲିଚୁଡ ଅଛି, ସଲିଚୁଡ ମାନେ ଛୁଆ ମାନେ ଏକୁଟିଆ ବସିଥିବା ସମୟରେ ସେ ସବୁ ଜିନିଷ କଣ ତାଙ୍କର ମନେ ପଡିଲା। କୋଉଟା ମାନେ ଡାଫୋଡିଲ୍ସକୁ ଯୋଉ ଦେଖିଥିଲେ, ସେଇଟା ହଉଛି ଦେଖିଥିଲେ ଯୋଉ ଖୁସିଟା ମାନେ ଇମୋସନ୍ସଟା ମନେ ପଡିଲା, ସେଇଠୁ ତାଙ୍କର ପାୱାରଫୁଲ ଫିଲିଙ୍ଗସ ତିଆରି ହେଲା, ମାନେ ପାୱାରଫୁଲ ମାନେ ଶକ୍ତିଶାଳୀ ଫିଲିଙ୍ଗସ ସବୁ ତିଆରି ହେଲା। ଯେହେତୁ ଶକ୍ତିଶାଳୀ ଯେତେବେଳେ ଫିଲିଙ୍ଗସ ତିଆରି ହେଇଗଲା, କଣ ହେଲା ତାପରେ ନା ସେ ପାୱାରଫୁଲ ଫିଲିଙ୍ଗସ ଯୋଉ ତିଆରି ହେଲା କଣ ନା ମାନେ ହଉଛି ନ୍ୟାଚୁରାଲି ସେଟା ତିଆରି ହେଲା, ଆଉ ସଡନଲି ତିଆରି ହୁଏ। ଯେତେବେଳେ ତିଆରି ହୁଏ ସେ ବାଧ୍ୟ ହୋଇକି ସେ କଣ ଲେଖିବା ଷ୍ଟାର୍ଟ କଲେ, ଡାଫୋଡିଲ୍ସ ଉପରେ ପୋଏମ ଲେଖିବା ଷ୍ଟାର୍ଟ କରିଦେଲେ। ତାହେଲେ ଆମେ ଏଠୁ ଜାଣିଲୁ ସେ ଦେଇଥିବା ଡେଫିନେସନଟା ତାଙ୍କ ପୋଏମରେ ଜଷ୍ଟିଫାଏ ହଉଛି। ତାହେଲେ ଯାହା ବି ହଉ ଛୁଆମାନେ, ମୁଁ ଆଶା କରୁଛି ତୁମେମାନେ ସମସ୍ତେ ବୁଝିପାରିଥିବ। ଏଇ ଟପିକଟା ଭାରି ଗୁରୁତ୍ୱପୂର୍ଣ୍ଣ, ଏ ପୋଏମଟା ନିଶ୍ଚିତ 6ରୁ 8 ମାର୍କ ତୁମେ ପରୀକ୍ଷାରେ ପାଇବ। ଯଦି ଆଉ କିଛି ବୁଝିପାରୁନଥିବ ତାହେଲେ କମେଣ୍ଟ ସେକ୍ସନରେ ମୋତେ ହଉଛି ପଚାରି ପାରିବ ଛୁଆମାନେ। ମୁଁ ତୁମର ଉତ୍ତରକୁ ଆଇ ଟ୍ରାଏ ମାଇ ବେଷ୍ଟ ଟୁ ଗିଭ୍ ୟୁ ଏ ସୁପର ରିପ୍ଲାଏ या परफेक्ट रिप्लाय। ओके, से ଯାହା ବି ହଉ ଛୁଆମାନେ, ତ ମୁଁ ଆଶା କରିବି ତୁମେ ଭିଡ଼ିଓକୁ ଦେଖିବା ସହିତ ସବସ୍କ୍ରାଇବ୍ ବି କରିବ, ତା ସହିତ ଲାଇକ୍ ଦେବ, ତା ସହିତ ବହୁ ମାତ୍ରାରେ ସେୟାର କରି ତୁମ ସାଙ୍ଗସାଥି ପାଖରେ ଭିଡ଼ିଓଟାକୁ ନେଇକି ପହଞ୍ଚେଇବ। ବହୁତ ବହୁତ ଧନ୍ୟବାଦ ଛୁଆମାନେ। ତ ଆଜି ପାଇଁ ଏତିକି। ଆଉ ଯେଉଁ ଲେକ୍ଚର ଆମର ସେକେଣ୍ଡ ଲେକ୍ଚର ସରିଲା, ତ ଆମେ ପୁଣି ନେକ୍ସଟ ଭିଡ଼ିଓରେ ଆମେ ତାର ୱାର୍ଡ ମିନିଙ୍ଗସ୍, ତାର ଯେଉଁ ଅଛି ସବୁ ଫିଗର ସ୍ପିଚ୍ ଗୋଟେ ଗୋଟେ କରି ଆମେ ଆନାଲିସିସ୍ କରିବା। ତ ନେକ୍ସଟ ଭିଡ଼ିଓ ପର୍ଯ୍ୟନ୍ତ ଟିଲ୍ ଦେନ୍ ଟାଟା ବାଏ ବାଏ, ଥ୍ୟାଙ୍କ ୟୁ, ସି ୟୁ ନେକ୍ସଟ କ୍ଲାସ୍, ଥ୍ୟାଙ୍କ ୟୁ।